হুম।
Hello students, good evening to all. Voice clear अछि? Good Yes, evening. ma'am. Yes, ma'am. Yes, Good evening, ma'am. Good evening. Good evening. Good evening ma'am. ସମସ୍ତଙ୍କୁ। ସମସ୍ତଙ୍କ voice clear ଅଛି ଟିକେ confirm କରିବେ। ଆଜ୍ଞା Yes, ଆଜ୍ଞା yes, madam. ma'am. Yes, ma'am. Okay. ଠିକ ଅଛି। yes, ma'am. Previous class ରେ ଆମେ କୋଉ ଯାଏଁ ପଢିଥିଲେ କିଏ କହିପାରିବେ? କିଏ attend କରିଥିଲେ previous class? First unit complete thila. First ଆମେ second unit ର କୋଉ ପର୍ଯ୍ୟନ୍ତ ପଢିଥିଲେ? Second unit start. Second unit start. ଆଚ୍ଛା, sorry. Second unit start ହେଇଥିଲା actually ଗୋଟେ ମାନେ ଗୋଟେ ପ୍ରୋବ୍ଲେମ ହେଇଥିଲା ମେ ବି ମ୍ୟାଡାମ या फिर ସାର୍ ଟିକେ ଗ୍ରୁପ ରେ ଦବା ପାଇଁ କି ଭୁଲି ଯାଇଥିଲେ ଲିଙ୍କ। ସେକେଣ୍ଡ ୟୁନିଟ୍ ଷ୍ଟାର୍ଟ ହେଇଥିଲା ମୁଁ ଅଲରେଡି ଏଇ ପର୍ଯ୍ୟନ୍ତ ପଢେଇ ଦେଇଥିଲି ଏଇ ଯୋଉ ପେଜ ଆପଣ ମାନଙ୍କୁ ଦେଖା ଯାଉଛି ସ୍କ୍ରିନ ରେ। ଆଜ୍ଞା ହଁ madam. ମୁଁ ପଢେଇ ଦେଇଥିଲି ତ ମୁଁ ସେଥିପାଇଁ କି ବୋଧେ ଆଉ ଆପଣ ମାନଙ୍କୁ ଲିଙ୍କ ଦିଆ ହେଇନି ଆପଣ ମାନେ କ୍ଲାସ ଦେଖି ନାହାନ୍ତି ମୁଁ ସାର୍ ଙ୍କୁ କହିଦେଇଥିଲି ଲିଙ୍କ ଦବା ପାଇଁ ସାର୍ ଦେଇ ମ୍ୟାମ୍ ଟିକେ PDF ଟା ଟିକେ ସେଣ୍ଡ କରି ମୁଁ କ୍ଲାସ ଟା କରିନଥିଲି ତ ମ୍ୟାମ୍ ଏଇ ଶୁଣନ୍ତୁ ମ୍ୟାଡାମ ଏଇ PDF ଟା ଅଲରେଡି ଆପଣଙ୍କର ଗ୍ରୁପ ରେ ଦିଆ ହେଇଯାଇଛି ପିଲାମାନଙ୍କ ପାଖରେ ଥିବ ମେ ବି ପିଲା ସମସ୍ତଙ୍କ ପାଖରେ ଅଛି ନା? ଶୁଣନ୍ତୁ ଯୋଉମାନେ ଶୁଣନ୍ତୁ ଯୋଉମାନଙ୍କ ପାଖରେ ନାହିଁ ସେମାନେ ଟିକେ ସାର୍ କି ମ୍ୟାଡାମ କୁ କଣ୍ଟାକ୍ଟ କରନ୍ତୁ ଆପଣଙ୍କ ଇନଷ୍ଟିଟ୍ୟୁସନ ର ଠିକ ଅଛି ସେମାନେ ଆପଣଙ୍କୁ ଏଇ ନୋଟ୍ସ ଟା ଦେଇଦେବେ ଏଇଟା ତ ମୁଁ ଦେଇପାରିବିନି ମୁଁ ତ ଆପଣମାନଙ୍କ ଗ୍ରୁପ ରେ ହିଁ ନାହିଁ ଠିକ ଅଛି ତ ଏଇଟା ତ ମୁଁ ଦେଇପାରିବିନି ପ୍ରାୟ ପିଲାଙ୍କର ଅଛି ଦିଆ ହେଇନି ନା। ନା ଏଇଟା ଗୋଟେ ହିଁ PDF ମାନେ ଆପଣ ଯୋଉଟା ଦେଖୁଛନ୍ତି ସେଇଟା ଗୋଟେ ହିଁ PDF ପୁରା ଫିଲୋସଫି ବୁକ୍ ର ହିଁ ହ୍ୟାଣ୍ଡ ନୋଟ ଟା ଠିକ ଅଛି ଏଇଟା ଆପଣ ମାନଙ୍କୁ ଆପଣ ମାନେ ଆପଣଙ୍କ ସାର୍ କି ମ୍ୟାଡାମ କୁ କଣ୍ଟାକ୍ଟ କରିବେ ସେମାନେ ଆପଣଙ୍କୁ ଦେଇଦେବେ ଆଜ୍ଞା ଠିକ ମ୍ୟାମ୍। ଅଛି କହିବେ କି କ୍ଲାସ ରେ ମ୍ୟାମ ଯୋଉ PDF ର ପଢଉଛନ୍ତି ସେ PDF ଟା ଆମକୁ ଦିଅନ୍ତୁ ହଁ କେତେଟା କ୍ଲାସ ହେଲାଣି? ଏଇଟା ହଉଛି କ୍ଲାସ 4 ଚାରିଟା କ୍ଲାସ ହେଇଯାଇଛି ଏଇଟା ମିଶେଇକି ଚାରିଟା କ୍ଲାସ ଅଲରେଡି ଜଣେ କୁହନ୍ତୁ କୁହନ୍ତୁ ଆଉ ଥରେ କୁହନ୍ତୁ मैम मैम गोटे बहुत क्लास दिन है मैम बहुत फास्ट से क्लास गुड़ाक माने जॉइन ही हेलानी फास्ट क्लास गुड़ाक तापरे एमती बहुत थर हला माने क्लास ही जॉइन ही पालानी ना से ग्रुप रे କ୍ଲାସ कोन ଜଏନ ହେଇ ପାରିଲାନି हां सेकंड यूनिट रे होला तो माने କାଇंडली ଯିଏ ବି କହୁଛନ୍ତି ମ୍ୟାମ मैम କିମ୍ବା आम ସାର୍ ग्रुप रे ଜଣେ କୁହନ୍ତୁ हाँ मैम किंतु हमर ହଁ जो ଭଏସ ग्रुप କ୍ଲିୟର अछि से ହଉନି ग्रुप रे केवल ଆପଣଙ୍କ ଗ୍ରୁପରେ हाँ आम ग्रुप रे केवल फास्ट क्लास रो लिंक टा ही छड़ा आइतला तापर ए जो सेकंड लिंक टा छड़ा हला सोशल साइंस रो तारो एक 2 नंबर और 3 नंबर क्लास को स्किप करी कि 4 नंबर क्लास रो लिंक टा छड़ा आइची
ମ୍ୟାମ୍ ଆମର ଫାଷ୍ଟ ସେ ଫିଲୋସଫିକାଲ ଫାଉଣ୍ଡେସନ ର ସଞ୍ଜିତ ସାର୍ ହିଁ ଗୋଟେ କ୍ଲାସ କରିଥିଲେ, ଆଉ ଆମର ଲିଙ୍କ ଆସିନି ଫିଲୋସଫିକାଲ ଫାଉଣ୍ଡେସନ କ୍ଲାସ ପାଇଁ। ଆମର ତ ମ୍ୟାଡାମ ଆକ୍ଚୁଆଲି ଫାଷ୍ଟ ମ୍ୟାଡାମ ମୁଁ ୱିକ୍ ର ତ ଖାଲି ସେସବୁ ବିଷୟରେ ମିନିଂ, ଜାଣିନି। ନେଚର ଆଣ୍ଡ ସ୍କୋପ ଏତିକି ପଢା ହେଇଥିଲା, ଆଉ ତ କିଛି ପଢା ହେଇନି। ନା ସେତିକି ଆଚ୍ଛା, ପଢା କିଏ ହେଇଥିଲା। ପଢେଇଥିଲେ? ସଞ୍ଜୟ ସାର୍ ପଢେଇଥିଲେ। ପଢେଇଥିଲେ ଲାଷ୍ଟ କ୍ଲାସ, ଆଉ ତ କେହି ପଢେଇ ନାହାନ୍ତି, କ୍ଲାସ ହିଁ କରିନାହାନ୍ତି ଆମର। କୋଉ ସାର୍? କୋଉ ସାର୍? ଆମର ଫିଲୋସଫି କେବଳ ତାରି ନେଇଥିଲେ, ସତ୍ୟ ସାର୍ କେବଳ ନେଇଥିଲେ, ତାପରଠୁ ତ ଆଉ କେହି କ୍ଲାସ କେବଳ ନେଇ ହେଇଥିଲେ, ନାହାନ୍ତି। ଆଉ କ୍ଲାସ ହେଇନି ଆମର। ଆଜ୍ଞା ମ୍ୟାମ୍, ଆମର ଗୋଟିଏ ହିଁ କ୍ଲାସ ହେଇଛି ଯୋଉଥିରେ କନସେପ୍ଟ ଆଣ୍ଡ ସ୍କୋପ ଅଫ ଫିଲୋସଫି ପଢା ହେଇଛି, ଆଉ ତା ବ୍ୟତୀତ ଆମର କ୍ଲାସ ହିଁ ହେଇନି। ଏଇଟା ଆମର ଫିଲୋସଫିକାଲ ଫାଉଣ୍ଡେସନ ର ଏଟା ସେକେଣ୍ଡ କ୍ଲାସ। यस मैम, एटा सेकंड। ଆଚ୍ଛା, ଶୁଭଶ୍ରୀ ମ୍ୟାଡାମ, ଶୁଭଶ୍ରୀ ପ୍ରଧାନ ମ୍ୟାଡାମ, ପ୍ଲିଜ ଆଜ୍ଞା ମ୍ୟୁଟ କରନ୍ତୁ ଟିକେ ସମସ୍ତେ। ଶୁଭଶ୍ରୀ ମ୍ୟାଡାମ ଟିକେ ଅନମ୍ୟୁଟ କରନ୍ତୁ। ଆଜ୍ଞା। ହଁ, କୁହନ୍ତୁ ଆପଣଙ୍କର ଗୋଟେ କ୍ଲାସ ହିଁ ହେଇଥିଲା, କିଏ ନେଇଥିଲେ? ସତ୍ୟ ସାର୍ ହିଁ ନେଇଥିଲେ। ସତ୍ୟ ସାର୍ ନେଇଥିଲେ। ଆଜ୍ଞା। ଆଚ୍ଛା, ତାପରେ ଆଉ ଆପଣଙ୍କର ହେଇନି? ନାଇଁ, ଆଉ ଆମର କ୍ଲାସ ହେଇନି, ଗୋଟେ ହିଁ କ୍ଲାସ ହେଇଛି। ଆଚ୍ଛା, କିନ୍ତୁ ଏଇଟା ତ ଆପଣ ମାନେ ଦେଖିଥିବେ ଏଇ ଲିଙ୍କରେ କ୍ଲାସ ନମ୍ବର 4 ଲେଖା ହେଇଛି। ମୁଁ ତ ଅଲରେଡି 4ଟା କ୍ଲାସ ନେଇଛି, କିନ୍ତୁ ଆପଣଙ୍କ ଗ୍ରୁପରେ ମାନେ ଦିଆ ହେଇନି। ଆପଣ ଟିକେ ଆପଣଙ୍କ ସାର୍ ଆଉ ମ୍ୟାଡାମକୁ ଟିକେ କଣ୍ଟାକ୍ଟ କରିଦିଅନ୍ତୁ କାଲି, କନଫର୍ମ ହେଇଯିବେ। ମତେ ତ ଜଣା ନାହିଁ, ମୁଁ ଆକ୍ଚୁଆଲି ଗ୍ରୁପରେ ହିଁ ନାହିଁ। ଠିକ ଅଛି, ମତେ କୁହା ହେଇଛି ବାସ୍ କ୍ଲାସ କରିବା ପାଇଁ, ମୁଁ କ୍ଲାସ କରୁଛି। ମୁଁ ଷ୍ଟାର୍ଟିଂରୁ ପଢେଇଛି, ଯୋଉ ମିନିଂ, ସ୍କୋପ ଆଉ ନେଚର ଆପଣ କହୁଛନ୍ତି, ସେଇଟା ମୁଁ ଗୋଟେ ପିପିଟି ବନେଇକି ପିଲାଙ୍କୁ ପଢେଇଥିଲି। ଠିକ ଅଛି, ତାପରେ ଆଜ୍ଞା ଆଉ ମଝିରେ 2ଟା କ୍ଲାସ ଏଇ ନୋଟ୍ସ ରୁ ହିଁ, ଗୋଟେ ସେକେଣ୍ଡ କ୍ଲାସଟା ସ୍ମାର୍ଟ ବୋର୍ଡରେ କ୍ଲାସ ନେଇଥିଲି, ଥାର୍ଡ କ୍ଲାସଟା ଏଇ ମାନେ ଏଇ ପିପିଟି ରୁ, ସରି ପିଡିଏଫ ରୁ ହିଁ ପଢେଇଥିଲି। ଆଜ୍ଞା ଦେନ୍ ଆଜିର କ୍ଲାସ ବି ମାନେ ମୁଁ ଏଇଠୁ ହିଁ ପଢଉଛି। ପ୍ରିଭିୟସ କ୍ଲାସରେ ଟିକେ ପ୍ରୋବ୍ଲେମ ହେଇଥିଲା, ବାଇ ମିଷ୍ଟେକଲି ଆପଣମାନଙ୍କ ଗ୍ରୁପରେ ସେ କ୍ଲାସର ଲିଙ୍କଟା ଦିଆ ହେଇନଥିଲା। ଆକ୍ଚୁଆଲି ସେଟା ମିଷ୍ଟେକ ହେଇଥିଲା, ସଡନ ଆରେଞ୍ଜ ହେଇଥିଲା। ଯେହେତୁ ଆଜ୍ଞା ଆପଣଙ୍କର ଗୋଟେ କ୍ଲାସ ଆରେଞ୍ଜ ହେଇଥିଲା, ସେଟା ରିପ୍ଲେସ କରାହେଲା। ଶୁଣନ୍ତୁ ଟିକେ ମୁଁ କହିସାରେ। ରିପ୍ଲେସ କରାହେଲା ଫିଲୋସଫି କ୍ଲାସକୁ, ତ ସେଇଟା ଟିକେ ବାଇ ମିଷ୍ଟେକଲି ଆପଣଙ୍କ ଗ୍ରୁପରେ ଦିଆ ହେଇନଥିଲା। କିନ୍ତୁ ପ୍ରିଭିୟସ କ୍ଲାସ 2ଟା ମୁଁ ଜାଣିନି, ସତ୍ୟ ସାର୍ କିଏ ନେଇଥିଲେ ମୁଁ ତ ଚିହ୍ନିନି ସାର୍ କିଏ, ଆକ୍ଚୁଆଲି ମୁଁ ଜାଣିନି। ତ ଯଦି ସେ ସାର୍ କିଏ କ୍ଲାସ ନେଇଥିଲେ, ଆପଣ ଟିକେ ଆପଣଙ୍କ ଇନଷ୍ଟିଟ୍ୟୁସନରେ ପଚାରି ଦିଅନ୍ତୁ କି ମ୍ୟାମ ଯୋଉ କ୍ଲାସ ନଉଛନ୍ତି ତାର ଲିଙ୍କଟା ଆମକୁ ଆକ୍ଚୁଆଲି କାହିଁକି ଦିଆ ହେଇନି। ମ୍ୟାମ୍ ସେ ମ୍ୟାମ୍ ଆଦ୍ରିତା ସତ୍ୟ ସାର୍ ଯାହାଙ୍କର ଡେଥ୍ ହେଇଗଲା ଏବେ। ଓ ମାଇ ଗଡ୍, ଆଚ୍ଛା ଆଚ୍ଛା, ସତ୍ୟ ସାର୍, ଓ ସରି, ଆଚ୍ଛା ଆଚ୍ଛା, ଓହୋ ସତ୍ୟ ସାର୍ ତ ଆପଣ ମାନଙ୍କର ନେଇଥିଲେ ଫାର୍ଷ୍ଟ କ୍ଲାସ। ଆଜ୍ଞା। ଆଜ୍ଞା ମ୍ୟାମ୍। ଆଚ୍ଛା ଆଚ୍ଛା। ଆଉ ଗୋଟେ କଥା ହେଲା, ଆମ ପାଖରେ ଏ ନୋଟ୍ସ ବି ଆମକୁ ଦିଆ ହେଇନି ପର୍ଯ୍ୟନ୍ତ ହେଲାଣି ଆମ ଗ୍ରୁପରେ। ଆଜ୍ଞା ମ୍ୟାମ୍, ଏଟା ତାହେଲେ ଦିଆ ତାହେଲେ Excuse me, ମ୍ୟାଡାମ ମୁଁ ma'am. ତ ସେଇ କଥାଟା, ହଁ କୁହନ୍ତୁ। ମ୍ୟାମ୍ ଏଇ ନୋଟ୍ସଟା କିନ୍ତୁ ଗ୍ରୁପରେ ଆସିଛି, ସାର୍ ପଠେଇଛନ୍ତି। ମେ ବି ସାର୍ ପଠେଇ ସାରିଲା ପରେ ଏମାନଙ୍କୁ ଯଦି ଆଡ୍ କରିଥିବେ, ତାହେଲେ ଏମାନେ ପାଇପାରିନଥିବେ, କିନ୍ତୁ ଗ୍ରୁପରେ ଏଇ ନୋଟ୍ସଟା ଅଛି। ହଁ, ଏକ୍ସାକ୍ଟଲି ସେଇ ଆଚ୍ଛା କଥା ମୁଁ ଠିକ ବି ଅଛି, ଜାଣିଛି ଯଦି କି ତମ ଗ୍ରୁପରେ। ପାଖରେ ଅଛି ସେଇଟା ଟିକେ ଆମକୁ ସେଣ୍ଡ କରିଦେଲେ ବେଟର ହବ। ଯିଏ ବି କହୁଛନ୍ତି ତାଙ୍କ ହଁ, ପାଖରେ ଅଛି, ଟିକେ ଆମକୁ ଟିକେ ହଁ ସେଣ୍ଡ ହଁ, କରିଦେଲେ। ଏମିତି କିଛି କଥା ନାହିଁ, ଆପଣ ସେଣ୍ଡ ସେୟାର କରିଦିଅନ୍ତୁ। ସେ ଶୁଣନ୍ତୁ, ଯଦି ଗ୍ରୁପରେ ସେୟାର କେବଳ କରିଦଉ, ନହେଲେ ନାଇଁ ହଁ ମ୍ୟାମ୍, କୁହନ୍ତୁ, ସେ ସେମିତି ଗ୍ରୁପରେ କିଛି କେବଳ ନାହିଁ। ମ୍ୟାମ୍ ସେ ଗ୍ରୁପରେ ସାର୍ କେବଳ ଆଡମିନ୍ ଅଛନ୍ତି, ତା ଛଡା ଆମେ ମାନେ କିଛି ବି ମୁଁ ମେସେଜ ସେଇଥିପାଇଁ ସେଣ୍ଡ କହୁଛି, କରିପାରିବୁନି। ମୁଁ ଭାବୁଥିଲି ଆଡମିନ୍ ହିଁ କେବଳ ସେଣ୍ଡ କରିପାରିବେ। ପର୍ସନାଲି ସେଣ୍ଡ କରିବା କିଛି ଦରକାର ନାହିଁ। ଆପଣଙ୍କ ପାଖରେ ଯାହାର ବି ମାନେ ନାହିଁ, ନୋଟ୍ସଟା ନାହିଁ, ଆପଣ ମାନେ ଆପଣଙ୍କ ଇନଷ୍ଟିଚ୍ୟୁଟରେ ଆପଣ ଯୋଉଠି ଆଡମିସନ କରିଛନ୍ତି, ସେଇ ସାର୍ କିମ୍ବା ମ୍ୟାଡାମ ଯିଏ ବି ଅଛନ୍ତି, ଆପଣ ତାଙ୍କୁ କଣ୍ଟାକ୍ଟ କରନ୍ତୁ କାଲି। ଠିକ ଅଛି, ତାଙ୍କୁ କହିବେ ଆଜ୍ଞା ଆମକୁ ଯୋଉ ନୋଟ୍ସ ରୁ ମ୍ୟାଡାମ ପଢଉଛନ୍ତି, ଆମକୁ ସେଇ ନୋଟ୍ସଟା ଗ୍ରୁପରେ ସେୟାର କରିଦିଅନ୍ତୁ। ଆଉ ଆଜ୍ଞା ଗୋଟେ କଥା ଆଜ୍ଞା ଏ କ୍ଲାସ ର ସବୁ ରେକର୍ଡିଂ ଆମକୁ ମିଳିଗଲେ ତ ଆମକୁ ଟିକେ ଇଜି ହେଇଯାଆନ୍ତା ଟିକେ। ରେକର୍ଡିଂ ମିଳିଯିବ, ବହୁତ ଜଲ୍ଦି ଆପଣ ମାନଙ୍କୁ ମିଳିଯିବ। ଆକ୍ଚୁଆଲି ଏବେ ତ ଯୋଉ ଆନ୍ଧ୍ରର ଥାର୍ଡ ସେମିଷ୍ଟାର ପିଲାଙ୍କ ଏକ୍ସାମ ପାଇଁ କି ସାର୍ ଟିକେ ବିଜି ଥିଲେ, ତ ସାର୍ ରିଟର୍ନ କରୁଛନ୍ତି। ସାର୍ ଆସିଲା ପରେ ସେ ସବୁର ଏଡିଟିଂ କରିକି ଆପଣ ମାନଙ୍କୁ ଦେଇଦେବେ। ଠିକ ଅଛି। ଆଜ୍ଞା ଆଜ୍ଞା ମ୍ୟାମ୍। ହଁ, ଆଜ୍ଞା ମ୍ୟାଡାମ, ପ୍ରିଭିୟସ କ୍ଲାସ ଗୁରା ସେଣ୍ଡ କରିଦେଲେ ବି ଆମର ଆଡଜଷ୍ଟ ହେଇଯିବ। ପିଡିଏଫ ଟା ଆପଣ ମାନେ ମ୍ୟାମ୍ ଗୋଟେ କଥା କହିବି। କୁହନ୍ତୁ। ମ୍ୟାମ୍ ଯଦି ନୋଟ୍ସ ନ ପାଉଛନ୍ତି, ମାନେ ଏଇଠୁ ସ୍କ୍ରିନସଟ ବି କରି ହଉଛି। ପର ଡେ ଯୋଉ କ୍ଲାସ ଗୁଡା ହଉଛି, 2-4 ପେଜ ଲେଖା, ଯଦି ଆଜିର ସ୍କ୍ରିନସଟ କ୍ଲାସ ଏମାନେ କଥା କେହି ରଖିଦେବେ ବି, କହୁନାହାନ୍ତି ତାହେଲେ ରେ। କିଛି ଅସୁବିଧା ହବନି।
ମ୍ୟାମ୍ ଆଜିର କ୍ଲାସ୍ କଥା କେହି କହୁନାହାନ୍ତି ପ୍ରିଭିୟସ୍ କ୍ଲାସ୍ ଦିଟା ଯୋଉ ମ୍ୟାମ୍ କହୁଛନ୍ତି କି ଏଇଟା ମୁଁ 4 ଆପଣ ନମ୍ବର ମାନଙ୍କୁ କ୍ଲାସ୍ କହିଲି ବୋଲି କିଛି ସେଇଟା ବି କଥା କହୁଛି। ଶୁଣନ୍ତୁ ଦିଟା ହିଁ କଥା ମନେ ରଖନ୍ତୁ। ଗୋଟେ ହେଲା ଆପଣ ମାନଙ୍କୁ ଲିଙ୍କ ବହୁତ ଜଲ୍ଦି ମିଳିଯିବ। ମୁଁ ଆଜି ହିଁ କଥା ହେଇଥିଲି ସାରଙ୍କ ସାଙ୍ଗରେ କି ପିଲାମାନଙ୍କୁ ରେକର୍ଡିଂ କ୍ଲାସ ର ଲିଙ୍କ ଦେଇ ଦିଅନ୍ତୁ, ପିଲାମାନେ ଦେଖିବେ। ଠିକ ଅଛି। ଯେହେତୁ ସାର୍ ଟିକେ ବିଜି ଅଛନ୍ତି, ଥାର୍ଡ ସେମିଷ୍ଟାର ପିଲାଙ୍କୁ ନେଇକି ଯାଇଥିଲେ ଆଉ ତାଙ୍କର ଏକ୍ସାମ ସରିଛି, ସାର୍ ରିଟର୍ନ କରୁଛନ୍ତି। ତ ଆପଣ ମାନେ ଟିକେ ୱେଟ୍ କରନ୍ତୁ, ଟିକେ ଟାଇମ ଦିଅନ୍ତୁ, ଆପଣ ମାନଙ୍କୁ ରେକର୍ଡିଂ ମିଳିଯିବ। ସରିଲା। ଦେନ୍ ଏଇ ଠିକ ପିଡିଏଫ କଥା ହେଲା ମ୍ୟାମ୍ ଆପଣ ମାନେ ଆଜିର କାଲି କ୍ଲାସ୍ ମ୍ୟାଡାମ ହଁ ଗୋଟେ ଆପଣ ମାନେ ମିନିଟ୍ କାଲି ଗୋଟେ ମିନିଟ୍, ଯେତିକି ପିଲା ଏଇଠି କ୍ଲାସରେ ଜଏନ୍ ଅଛ ତମେ ମାନେ ତମ ନିଜ ସାର୍ ମାନଙ୍କୁ ପଚାରିବ, ବୁଝିପାରିଲ? ହଁ ହଁ, ସେମ୍ କଥା ହିଁ ଆରେ ମୁଁ କହୁଛି। ପ୍ରଥମେ ସବୁ ଟିକେ ମ୍ୟାଡାମ ଟିକେ ଖାଲି ୱେଟ୍ କରନ୍ତୁ। ସବୁ ପିଲାଙ୍କୁ ବାରମ୍ବାର କହୁଛି କ୍ଲାସରେ ଡିଷ୍ଟର୍ବାନ୍ସ କଲେ ତମ ନିଜ ସାର୍ଙ୍କୁ କହିବ। ଯୋଉ ସାର୍ ଆଉ ମ୍ୟାଡାମ ପଢେଇବେ, ଯୋଉ ପାଠଟା ପଢଉଛନ୍ତି ସେଇ ପାଠଟା ପଢିବ, ଯାହା ଡାଉଟ୍ ରହିଲା ସେଇଟା ପଚାରିବ। ପ୍ରିଭିୟସ୍ କ୍ଲାସ୍ କଣ ରହିଲା, କଣ ଅପଡେଟ୍ ରହିବ, ତମ ନିଜ ସାର୍ଙ୍କୁ ପଚାରିବ। ଆଉ ତମ ଯୋଉ ଗ୍ରୁପରେ ତମେ ଅଛ ସେଇ ଗ୍ରୁପରେ ତମକୁ ଅପଡେଟ୍ ଦିଆଯିବ। ତମର ପ୍ରିଭିୟସ୍ କୋଉ ସାର୍ କ୍ଲାସ୍ କଲେ, କୋଉ କ୍ଲାସ୍ ହବ, ତମ ସବୁ ଜିନିଷ ତମ ସାର୍ କହିବେ। ଯୋଉ ସାର୍ ଆଉ ମ୍ୟାଡାମ ତମକୁ ପଢଉଛନ୍ତି ସିଏ ତମକୁ ଏଇ ରିଗାର୍ଡିଂ କିଛି ବି ଅପଡେଟ୍ ଦେବେ ନାହିଁ, ବୁଝିପାରିଲ? ଅନନେସେସାରୀ କୋଶ୍ଚିନ୍ ପଚାରିକି କ୍ଲାସଟିକୁ ଲେଟ୍ କରନି। ଯୋଉମାନଙ୍କର କ୍ଲାସ୍ କରିବାର ଅଛି କ୍ଲାସ୍ କର, ନହେଲେ ନିଜ ସାର୍ଙ୍କୁ ପଚାରିବ, କ୍ଲାରିଫାଇ ହବ, ଦେନ୍ କ୍ଲାସରେ ଜଏନ୍ କରିବ। ଠିକ ଅଛି। ବର୍ତ୍ତମାନ ପାଇଁ ମ୍ୟାଡାମ କ୍ଲାସ୍ କରିବେ, ସମସ୍ତେ କ୍ଲାସ୍ କର। କ୍ଲାସକୁ ଜମା ବି ଡିଷ୍ଟର୍ବାନ୍ସ କରିବାକୁ ଆବଶ୍ୟକତା ନାହିଁ, ବୁଝିପାରିଲ? Yes, sir. ଠିକ ଅଛି ସାର୍, ମ୍ୟାଡାମଙ୍କୁ କୁହନ୍ତୁ Yes, ୟୁନିଟ୍ sir. 1 ଟା ପଢେଇବେ ଫାଷ୍ଟ। ତମେ ଯୋଉ ୟୁନିଟ୍ 1 କହୁଛ, ତମକୁ ଆଉ ଥରେ ଓଡିଆରେ କହୁଛି, ତମ ନିଜ ସାର୍ଙ୍କୁ କୁହ। ଯୋଉ କ୍ଲାସଟା ହେଇନି ତମ ସାର୍ଙ୍କୁ କହିବ, ସେଇଟା ସ୍ପେଶିଆଲି ତମକୁ କ୍ଲାସ ଦିଆଯିବ, ବୁଝିପାରିଲ? ଆମର ଯେତିକି କ୍ଲାସ ରହୁଛି ସବୁ କ୍ଲାସ ରେକର୍ଡିଂ ରହୁଛି, ତମକୁ ପଛରେ ତାର ରେକର୍ଡ ବି ପ୍ରୋଭାଇଡ କରାହବ। ଏବେ ଯୋଉଟା ପଢା ହଉଛି ସେଇଟାକୁ ପଢିବ। ତମର ଯାହା ବି ଡାଉଟ୍ ରହୁଛି ତମ ନିଜ ସାର୍ଙ୍କୁ ପଚାରିବ, ବୁଝିପାରିଲ? ଏଇଟା ପଢାନ୍ତୁ ସେଇଟା ପଢାନ୍ତୁ ଏମିତି ତମେ କହିପାରିବ ନାହିଁ, ତମ ନିଜ ସାର୍ଙ୍କୁ କହିପାରିବ, ହେଲା? Yes, sir. ଯୋଉ Yes, କ୍ଲାସରେ sir. ସିଲାବସ୍ ଯାଇଛି ସେମିତି କ୍ଲାସ ହବ। କ୍ଲାସଟା ପିଲାଙ୍କ ହିସାବରେ ହୁଏନି, ବୁଝିପାରିଲ ନାଇଁ? ପାଠରେ ପଢା ହୁଏ, କଣ୍ଟିନ୍ୟୁ ପଢା ହୁଏ। ତମେ କ୍ଲାସଟା ପାଇନ, ତମ ସାର୍ଙ୍କୁ କହିବ, ସେଇ ସାର୍ ଆରେଞ୍ଜ କରାହବ, ତମକୁ ସେ କ୍ଲାସଟା ତମକୁ ଦିଆହବ। ଏତେ ପ୍ରୋବ୍ଲେମ କଣ ଅଛି? ମ୍ୟାଡାମ ଏଇ ୟୁନିଟ୍ 1 ଟା ପଢାନ୍ତୁ, କି ମ୍ୟାଡାମ କଣ ପାଇଁ ୟୁନିଟ୍ 1 ପଢେଇବେ? ଆଉ ଯୋଉ 200 ପିଲା ଯୋଉ ୟୁନିଟ୍ ଅଲରେଡି ପଢି ସାରିଛନ୍ତି ତମ ପାଇଁ ସାର୍ ସେ ଆଉ ଟିକେ ଯୋଉମାନେ ପଢିବେ କି? ପଢିନାହାନ୍ତି, ଆରେ ଯୋଉମାନେ ଯୋଉମାନେ ପଢିନାହାନ୍ତି ପଢିନାହାନ୍ତି ତମକୁ ଓଡିଆରେ କହୁଛି ନିଜ କି? ଏଜେଣ୍ଟକୁ କହିବ। ତମକୁ ଓଡିଆରେ କହିଲି ନା ବଙ୍ଗାଳୀରେ କହିଲି? ମୁଁ ତମ ସାର୍ଙ୍କୁ ହଉ କହିବ, ହଉ ଠିକ ଯୋଉ ଅଛି ଠିକ ଯୋଉ ଅଛି। 25ଟା ପିଲା, ଯୋଉ 30ଟା ପିଲା, ଯୋଉ 40ଟା ପିଲା କ୍ଲାସ କରିନାହାନ୍ତି ତାଙ୍କ ପାଇଁ ପୁଣି ଆଉ କ୍ଲାସ କରାହବ। ଏତେ ପ୍ରୋବ୍ଲେମ କଣ ଅଛି? ମୁଁ ତମକୁ ପରେ ଏ ଯୋଉ କିଛି ସମୟ ପୂର୍ବରୁ ଏଇ କଥାଟି ତ କହିଲି ନା। ଆଉ ଯୋଉମାନେ କ୍ଲାସ କରିନାହାନ୍ତି ୟା ମାନେ କଣ? ତମେ ବୁଝୁଛ ନା ବୁଝିବାକୁ ଚେଷ୍ଟା କରୁଛ ନା ତମେ ଚେଷ୍ଟା କରୁନ? ତମେ ମୁଁ ଯାହା କହୁଛି ହଉ ହଉ ଠିକ ଅଛି ମ୍ୟାମ୍ କ୍ଲାସ୍ କଣ୍ଟିନ୍ୟୁ ଯୋଉମାନଙ୍କର କରନ୍ତୁ। କ୍ଲାସ କରିବା ଇଣ୍ଟରେଷ୍ଟ କ୍ଲାସ କରନ୍ତୁ, କ୍ଲାସ ଡିଷ୍ଟର୍ବାନ୍ସ କରନ୍ତୁନି, ନିଜ ନିଜ ସାର୍ଙ୍କୁ ପଚାରନ୍ତୁ, ଦେନ୍ କ୍ଲାସ ଜଏନ୍ କରିବେ। ଠିକ ଅଛି ମ୍ୟାଡାମ, ଆପଣ କ୍ଲାସ କରନ୍ତୁ। ଆଜ୍ଞା ସାର୍। ଆଜ୍ଞା ସାର୍। Yes. ଟିକେ କାଇଣ୍ଡଲି ସ୍କ୍ରିନରେ କେହି ଟିକେ ଗାରାନ୍ତୁନି, ବହୁତ ଅଡ୍ ଦେଖା ଯାଉଛି, ଟିକେ କେହି ଗାରାନ୍ତୁନି। ଯଦି କେହି ବି ଗାରେଇଛନ୍ତି ସେଟା ଟିକେ ଇରେଜ କରନ୍ତୁ। ସବୁ କ୍ଲାସରେ ସେମ୍ ଜିନିଷ ହିଁ କହୁଛି, ଟିକେ ଗାରାନ୍ତୁନି ସ୍କ୍ରିନରେ। କଣ ହେଲେ ପୁଣି କିଏ ଗାରେଇଲେ? ସିପ୍ରା ସୋନାଲି, ତମକୁ ଯୋଉ ମ୍ୟାଡାମ କହୁଛନ୍ତି ଶୁଣା ଯାଉନି କି? ସମସ୍ତେ ବୋଧେ ମତେ ଲାଗୁଛି ଟିଚର ହେବାକୁ ଆସିନାହାନ୍ତି, ଏଠି ବିଶୃଙ୍ଖଳିତ ହେବାକୁ ଆସୁଛନ୍ତି। ଯେତେବେଳେ ଆପଣ ନିଜେ ଗୋଟେ କ୍ଲାସ ପଢେଇବେ, ଆପଣଙ୍କ ପିଲା ତ ଏମିତି ଡିଷ୍ଟର୍ବାନ୍ସ କରିବ, ଆପଣଙ୍କୁ ଠିକ ଲାଗିବ? ଆପଣ ଏହା ସଂସ୍କାର ଶିକ୍ଷାଚାର ପାଇଛନ୍ତି, ଆପଣ ଘରୁ ବି ପାଇଛନ୍ତି, ଠିକ ତ? ଜଣେ ଆପଣଙ୍କୁ କହୁଛନ୍ତି, ଆପଣ ଗୋଟେ ବିଇଡି କୋର୍ସ କରୁଛନ୍ତି, ଟିଚର ଆଗକୁ ଭବିଷ୍ୟତରେ ଆପଣ ଟିଚର ହେବେ, ତ ଶୃଙ୍ଖଳିତ ହେବା ଆପଣ ଶିଖିନାହାନ୍ତି? ମ୍ୟାଡାମ କ୍ଲାସ କଣ୍ଟିନ୍ୟୁ କରନ୍ତୁ। ଆଜ୍ଞା ସାର୍। ସମସ୍ତେ ମ୍ୟୁଟ ରଖିବେ। ଠିକ ଅଛି, ଆଜିର କ୍ଲାସ ଦେଖିବା, ଷ୍ଟାର୍ଟ କରିବା।
Again I repeat, kindly केही भी गारंतु नहीं। देखंतु आजर क्लास स्टार्ट करिबा। जिदु कृष्णमूर्ति ठीक अछि तांका विषय आज पढ़िबा। इंट्रोडक्शन देखंतु कोन लिखा हिची। जिदु कृष्णमूर्ति was born on 11 May 1893। 1893 रे 11 तारिख मे 11 तारिख 1893 रे से जन्म ग्रहण करथिले at मदनपल्ली ऑफ आंध्र प्रदेश। ठीक अछि मदनपल्ली आंध्र प्रदेश रो मदनपल्ली रे से जन्म ग्रहण करथिले। आनी बेसंत अडॉप्टेड हिम। ठीक अछि आनी बेसंत ताको अडॉप्ट करथिले। जिदु कृष्णमूर्ति को आनी बेसंत अडॉप्ट करथिले। ठीक अछि आनी बेसंत को विषय रे मु टिके कहूची। सी जने होम रूल मूवमेंट सी कोन करथिले जने होम रूल मूवमेंट सेटा को से ऑर्गेनाइज करथिले। बनारस हिंदू यूनिवर्सिटी जोटा अछि तार मध्य फाउंडर थिले आनी बेसंत। ठीक अछि आउ सी कोन थिले फर्स्ट फीमेल प्रेसिडेंट मध्य थिले इंडियन नेशनल कांग्रेस रो जोटा कि 1917 रे हिथिला। ठीक अछि देन कोन हला सी रिकॉग्नाइज्ड द स्पेशल टैलेंट्स इन हिम। से किछटा स्पेशल टैलेंट जिदु कृष्णमूर्ति ठार रिकॉग्नाइज करथिले एंड थॉट दैट डेफिनेटली ही वुड बी कंट्रीब्यूटिंग ए लॉट टू द सोसाइटी। से बहुत किछि सोसाइटी को कंट्रीब्यूट करथिले। देन देखंतु फिलोसॉफी ऑफ लाइफ माने से कोन कहिथिले तांको मतरे फिलोसॉफी ऑफ लाइफ रो मीनिंग कोन। जिदु कृष्णमूर्ति थॉट दैट देयर आर वेरियस म्यूट रखंतु टिके समस्ते सौम्य म्यूट रखंतु आउ जने अनम्यूट करछन सी भी म्यूट रखंतु। जिदु कृष्णमूर्ति थॉट दैट देयर आर वेरियस मिसरीज in the society like poverty, hatredness, narrow mindedness, violence, jealousy, crime, etc. and these should be eliminated। तांको मतरे कोन जो सब मिसरेज रहिछि मिसरेज माने कोन जो सब डिस्ट्रेस हैला डिस्कम्फर्ट हैला जो सब जिंस माने डिसलाइक हैला से सब जिंस लाइक प्रॉपर्टी हैट्रेडनेस माने कोन गोटे इंटेंस फीलिंग ऑफ डिसलाइक हैट्रेड मीन्स माने हैट्रेडनेस माने हैला सैया गोटे नेगेटिव इमोशन ता माने होछि हैट्रेडनेस। नैरो माइंडनेस जो मानकर संकुचित मनोभाव रहुछि वायलेंस जेलसीनेस क्राइम एक्सेट्रा ए सब गुड़ाक एलिमिनेट हबा दरकार सोसाइटी रु। देखो फर्स्ट पॉइंट कोन लिखा हिची नॉलेज इज नथिंग बट रियलाइजेशन ऑफ वन्स ओन सेल्फ। माने नॉलेज टा किछि नुहे आमे जते बेले किछि गोटे जिंस को रियलाइज करूचे आमे निज भीतर ही रियलाइज करिबा। नॉलेज कैन बी अटेन्ड बाय वन्स ओन एफर्ट। नॉलेज टा केते बेले आमे अटेन्ड करि परिबा आमे केते बेले गेन करि परिबा जेते बेले आमे निजे चाहिबा। मु एबे आपण मानन को पढौची आपण माने जति निजे चाहिबे बुझिबा पई ताले बुझि परिबे। आपण जति अनमाइंडफुल रहिबे आउ किछि कथा आपण मानन को माइंड रे चलिथिबो मु कोन पढौची सुन नथिबे तेन आपण माने बारंबार पचारिबे मैडम कोन कहिले मु जानि परलिनी हां न बुझि परिबा इज डिफरेंट मैटर। ठीक अछि जदि आपण माने निजे बुझिबा पई चाहिबे जिंसटा देन आपण माने बुझि परिबे आउ से ज्ञानटा आहरण करि परिबे। देन कोन कहला एजुकेशनल फिलोसॉफी कोन दीटा पॉइंट रहला एजुकेशन विथ द टीचर एजुकेशन विथ सेल्फ एफर्ट। आमे एजुकेशन विथ द टीचर माने कोन आपण माने मो द्वारा टीचर माने टीचिंग लर्निंग प्रोसेस टा को एक्वायर करूचंदी आपण विथ द टीचर एजुकेशन टा को एक्वायर करूचंदी। देन कहला एजुकेशन विथ सेल्फ एफर्ट आपण माने सेल्फ एफर्ट देकी निजर किछि एफर्ट देकी जिंसटा बुझुचंदी किबा पढुचंदी सेटा हला एजुकेशन विथ सेल्फ एफर्ट। देन आसिला कोन एजुकेशनल एम कोन टू डेवलप इन द चाइल्ड the mental capacity to face the innumerable problems of life in a comprehensive manner। जदि केही किछि कहू नांती काइंडली म्यूट रखंतु डिस्टरबेंस करंतु नहीं म्यूट रखंतु। मो बारंबार कहूची टिके क्लास रे डिस्टरबेंस करंतु नहीं ऑलरेडी देह खराब अछि किंतु आपण मानको क्लास मिस न हो बोली मो क्लास नउची। ठीक अछि काइंडली टिके सपोर्ट करंतु आ पढंतु जहा पढा होची टिके कोऑपरेट करंतु।
ठीक अछि। ଆଜ୍ଞା ମ୍ୟାମ୍। ଦେଖନ୍ତୁ କଣ କହିଲା, educational aim କଣ, to develop in the child the mental capacities to face the innumerable problems of life in a comprehensive manner. Innumerable meaning ମାନେ କଣ, ମାନେ ତାର innumerable problem ମାନେ କଣ, uncountable, ଯୋଉଟା ଅଗଣିତ problem, ବହୁତ ସାରା problem ଅଛି ଆମ ଲାଇଫ ରେ, ଗୋଟେ comprehensive manner ମାନେ କଣ, in all inclusive way, ଯୋଉଟା ଆମେ କହିପାରିବା inclusive education ଆପଣ ଜାଣିଛନ୍ତି ତା ମାନେ ହେଲା କଣ, ସାମଗ୍ରିକ ମାନେ ଯୋଉ ସାମୂହିକ ପ୍ରୋବ୍ଲେମ ଯୋଉଟା କମ୍ପ୍ରେହେନ୍ସିଭ ମ୍ୟାନର ରେ ଆମ ଲାଇଫ ରେ ବହୁତ ସାରା ପ୍ରୋବ୍ଲେମ ଅଛି, ତ ସେଥିପାଇଁ ଗୋଟେ ଚାଇଲ୍ଡର ମେଣ୍ଟାଲ କାପାସିଟି ସେତିକି ଡେଭଲପ ହବା ଦରକାର ସେ ପ୍ରୋବ୍ଲେମ କୁ ଫେସ୍ କରିବା ପାଇଁ। କ୍ଲିୟର ସମସ୍ତେ, ଏଜୁକେଶନାଲ ଏମ୍ କଣ ରହିଲା ଜ୍ୟୋତି କୃଷ୍ଣ ମୂର୍ତିଙ୍କର? Yes, ma'am. ହଁ, କରିକୁଲମ ଦେଖିବା, we should fight against the blind belief in the society। ଆମେ ନିହାତି ଭାବରେ ଯୋଉ ବ୍ଲାଇଣ୍ଡ ବିଲିଫ ଅଛି ଆମର ସୋସାଇଟିରେ, ମାନେ ଯୋଉ ଅନ୍ଧବିଶ୍ୱାସ ଅଛି, ଆମେ ତା ଏଗେନଷ୍ଟରେ ଫାଇଟ କରିବା ଦରକାର, ତାକି ସେଇ ଅନ୍ଧବିଶ୍ୱାସ ଦ୍ୱାରା ଯାହାକି ମାନେ ଜଣେ ମାନେ କେତେବେଳେ ବି ପ୍ରୋବ୍ଲେମରେ ନ ଫସୁ, କିଛିଟା ଅନ୍ଧବିଶ୍ୱାସ ପାଇଁ ବହୁତ ସାରା ପ୍ରୋବ୍ଲେମ ହୁଏ ସୋସାଇଟିରେ, ଆମେ ତା ଏଗେନଷ୍ଟରେ ଫାଇଟ କରିବା ଦରକାର, ଜିଦୁ କୃଷ୍ଣମୂର୍ତ୍ତି ତାଙ୍କ ଥିଓରି, ତାଙ୍କ ଫିଲୋସଫିରେ କହିଛନ୍ତି। ଦେନ୍ କଣ କହିଲେ, ଜିଦୁ କୃଷ୍ଣମୂର୍ତ୍ତି aspire to prepare the future citizens appropriately to establish a new society। ତା ମାନେ କଣ, ତାଙ୍କର ଗୋଟେ aspect meaning ଏଠି hope, ଠିକ ଅଛି। aspect ମାନେ ତାଙ୍କର ଗୋଟେ hope ଅଛି, ତାଙ୍କର ଗୋଟେ ambition ଅଛି, ମାନେ ଗୋଟେ ଇଚ୍ଛା ଅଛି, ସେ କଣ କରିବେ, ସେ କଣ କରିବେ, ପ୍ରିପେୟାର ଦ ଫ୍ୟୁଚର ସିଟିଜେନ, ମାନେ ଫ୍ୟୁଚର ସିଟିଜେନ ମାନଙ୍କୁ ସେଇ ଅନୁସାରେ ପ୍ରିପେୟାର କରିବେ, ଆପ୍ରୋପ୍ରିଏଟଲି ଏଷ୍ଟାବ୍ଲିଶ ଦ ନ୍ୟୁ ସୋସାଇଟି, ଗୋଟେ ନ୍ୟୁ ସୋସାଇଟି ମେଣ୍ଟେନ କରିବା ପାଇଁ ସେ ସେଇ ହିସାବରେ ଫ୍ୟୁଚରର ମାନେ ପିପଲ ମାନଙ୍କୁ ସେ ମୋଟିଭେଟ କରେଇବେ, କିମ୍ବା ସେଇ ହିସାବରେ ସେମାନେ ସେମାନଙ୍କୁ ଏନକରେଜ କରେଇବେ, ଆମେ କିଛି ମାନେ ବ୍ଲାଇଣ୍ଡ ବିଲିଫ ଯାହା ବି ଅଛି ତାକୁ ତା ଏଗେନଷ୍ଟରେ ଫାଇଟ କରିବା, ଆଉ ଗୋଟେ ନ୍ୟୁ ସୋସାଇଟି ଗଢିବା। ସେ ଡିସିପ୍ଲିନ ଉପରେ କହିଛନ୍ତି, ଡିସିପ୍ଲିନ କଥା ସେ କଣ କହିଛନ୍ତି, freedom does not mean to act according to one's own whims and fancies। ମାନେ କଣ, ଫ୍ରିଡମ ଟା ମାନେ ଫ୍ରିଡମ ର ମାନେ ଏଇଆ ନୁହେଁ କି ଜଣେ ଯଦି ଚାହିଁବ ଚେଞ୍ଜ ଅଫ, ମାନେ ହୁଇମ୍ସ ମାନେ ହଉଛି ଗୋଟେ ଚେଞ୍ଜ ଅଫ ମାଇଣ୍ଡ ହେଲା, କିମ୍ବା ଗୋଟେ ସଡନ ଡିଜାୟାର ହେଲା, ତାର ମାନେ ହଉଛି ହୁଇମ୍ସ। ଚେଞ୍ଜ ଅଫ ମାଇଣ୍ଡ ମାନେ ଯଦି ଜଣେ ଚାହିଁବ ତାର ଚିନ୍ତାଧାରାଟାକୁ ପରିବର୍ତ୍ତନ କରିବା ପାଇଁ, ସେଇଟା ହବ ନାହିଁ। ଯଦି ସମସ୍ତେ ମିଶିକି ଚାହିଁବେ ତାହେଲେ ସେଟା ହେଇପାରିବ। ଫ୍ୟାନ୍ସିସ୍ ମାନେ ଏଠି କଣ ହେଲା, ଫିଲ୍ ଏ ଡିଜାୟାର, ମାନେ ମାନେ ଗୋଟେ ଜିନିଷଟା କରିବା ପାଇଁ ତାର ଲାଇକିଂନେସ୍ ଦେଖେଇବା ଦରକାର, ଲାଇକିଂ ଫର ଇଟ୍। ଆମେ ଯଦି ସମସ୍ତେ ମିଶିକି ଚାହିଁବା ବ୍ଲାଇଣ୍ଡ ବିଲିଫ ଏଗେନଷ୍ଟରେ କାମ କରିବା ପାଇଁ ସୋସାଇଟିରେ, ଯଦି ସମସ୍ତେ ମିଶିକି ଚାହିଁବା ତାହେଲେ ସେଟା ବନ୍ଦ ହେଇପାରିବ। ଯଦି ଜଣେ ଚାହିଁବ ଆଉ ସମସ୍ତେ ଚୁପ୍ କି ଠିଆ ହେବେ, ତାହେଲେ ସେଟା କେବେ ବି ବନ୍ଦ ହେବ ନାହିଁ। ୟାର ମାନେ ହଉଛି ସେଇଆ, ବୁଝିପାରିଲେ ସମସ୍ତେ? ଆଜ୍ଞା Yes, ମ୍ୟାମ୍। ma'am. Yes, ma'am. ନେକ୍ସଟ ଯିବା, ଦେଖନ୍ତୁ, ହି ଅଲସୋ ଓପାଇନ୍, ମାନେ ତାଙ୍କର ଓପିନିଅନ ଏଇଆ ଥିଲା, that there is no necessity for institutionalized discipline। institutionalized ମାନେ କଣ, ଯୋଉଟା ଗୋଟେ ଆମେ ଗୋଟେ ଇଣ୍ଡିପେଣ୍ଡେଣ୍ଟଲି ଯୋଉ କାମଟା କରିବା, without the help of any other peoples or any other institution members। ତା ମାନେ ହେଲା କଣ, ଇନଷ୍ଟିଟ୍ୟୁସନାଲାଇଜଡ ଡିସିପ୍ଲିନ ମାନେ ଆମେ ଇଣ୍ଡିପେଣ୍ଡେଣ୍ଟଲି ଆମ ଡିସିପ୍ଲିନ ଟାକୁ ମେଣ୍ଟେନ କରିବା, ଆମେ ଇଣ୍ଡିପେଣ୍ଡେଣ୍ଟଲି ଯୋଉ କାମଟା କରିବା ତାଙ୍କ ଓପିନିଅନରେ ନିଜେ ନିଜ ହିସାବରେ କାମ କରିବା ଦରକାର। ସମସ୍ତେ ନିଜେ ନିଜେ ଯଦି ଇଚ୍ଛା କରିବେ ତାହେଲେ ସମସ୍ତେ ମିଶିକି ଗୋଟେ କାମଟାକୁ ସକ୍ସେସ କରିପାରିବେ। ଦେଖନ୍ତୁ କନକ୍ଲୁଜନରେ କଣ ଅଛି, it is clearly understood that he was the man of great values and determination related to his struggle for a better and free environment education to child। ଠିକ ଅଛି, କଣ କହିଛନ୍ତି ସେ, ଇଟ୍ ଇଜ କ୍ଲିୟରଲି ଅଣ୍ଡରଷ୍ଟୁଡ, ଆମେ ଯାହା ବି ପଢିଲେ ଏଥିରୁ କ୍ଲିୟରଲି ଆମେ ବୁଝିପାରୁଛେ, he was the man of great values and determination related to his struggle। ସେ ବହୁତ ଷ୍ଟ୍ରଗଲ କରିଛନ୍ତି, ଲୋକମାନଙ୍କୁ ସେଇ ହିସାବରେ ସେ ତାଙ୍କ ଫିଲୋସଫିଟାକୁ ସେତିକି ଗୁରୁତ୍ୱ ଦେଇକି ଲୋକମାନଙ୍କୁ ବୁଝେଇବା ପାଇଁ ଚେଷ୍ଟା କରିଛନ୍ତି। ଫର ଏ ବେଟର ଅର ଫ୍ରି ଏନଭାରମେଣ୍ଟ, ଗୋଟେ ବେଟର ଆଉ ଗୋଟେ ଫ୍ରି ଏନଭାରମେଣ୍ଟ କ୍ରିଏଟ କରିବା ପାଇଁ, କିମ୍ବା ଗୋଟେ ଫ୍ରି ଏନଭାରମେଣ୍ଟ ଏଜୁକେସନ ଗୋଟେ ଚାଇଲ୍ଡକୁ ପ୍ରୋଭାଇଡ କରିବା ପାଇଁ
ସିଏ ତାଙ୍କ ହିସାବରେ ଷ୍ଟ୍ରଗଲ କରିଛନ୍ତି ଆଉ ଲୋକମାନଙ୍କୁ ସେଇ ହିସାବରେ କରିବା ପାଇଁ ମଧ୍ୟ ମାନେ କଣ ବତେଇଛନ୍ତି କିମ୍ବା ତାଙ୍କୁ ବୁଝେଇଛନ୍ତି। ଠିକ ଅଛି, ବୁଝିପାରିଲେ ସମସ୍ତେ? ଦେନ୍ ଆମେ ଦେଖିବା B.R. ଆମ୍ବେଦକର, ତାଙ୍କ ବିଷୟରେ କଣ ମାନେ ସେ କଣ କହିଛନ୍ତି, ତାଙ୍କ ଫିଲୋସଫିଟା କଣ। ଦେଖନ୍ତୁ, we need people who can see straight ahead and deep into the problems। जो माने कि माने से कौन कहिଛନ୍ତି we need people जो माने कि हमें एमितिका लोकों को हमें आवश्यक करूचे जो माने कि straight ahead माने स्ट्रेटली जो सब जिनस को प्रैक्टिकली जो सब जिनस को देखि पारुथिबे, गोटे प्रॉब्लम जदी हेइचे ता भितर डीपली इन्वॉल्व हेकि तार सॉल्यूशन काढिया पई चेष्टा करूथिबे। These are the experts, सेमानको एक्सपर्ट कहबा, but we also need peripheral unison and experts are generally not very good at providing peripheral vision। peripheral unison माने जहा peripheral vision माने मध्य सेया। peripheral vision माने यूनिफॉर्म माने हला, unison माने हला कोन, तार एक्चुअल मीनिंग जदि हमें देखिबा डिक्शनरी मीनिंग जदि हमें देखिबा, जोटा कि हमें कोन कहबा कि सब आड़ को नजर दबा, गोटे लोकटे मुंड नहले जो अप्स एंड डाउन्स किंबा साइड को जो सब देखि परिबो, सेही जिंसटा को हमें पेरिफेरल विजन बोली कहबा, किंतु एठी हमें कहबा सेंट्रल अटेंशन। ठीक अछि, इन द फिलोसफी पेरिफेरल विजन मीन्स द सेंट्रल अटेंशन, माने से सब आड़ को नजर दउथबो, सेंट्रल अटेंशन तार थिबो, सब आड़ को दृष्टि देके जो कामटा को से करूथिबो गोटे लोकटे, सेटा को हमें पेरिफेरल विजन बोली कहबा। बुझि परले समस्ते? लाइफ स्केच पढ़िबा, तांकर लाइफ स्केच कोन थिला B.R. आम्बेडकर कर। ही वाज बोर्न टू रामजी मालोजी संकपाल, तांका बापा को ना या थिला, एंड भीमा बाई, एटा बाई भाई नुहे, एटा बाई। ठीक अछि, भीमा बाई एट मो, माने सी मो जगह रे जन्म ग्रहण करथिले। तांका बापा को ना थिला रामजी मालोजी संकपाल, आउ भीमा बाई थिला तांका मां को ना। He was last and 14th child of his parent। सी 14th child थिले तांको पेरेंट्स करो, आउ सी एकुटिया ही सर्वाइव करथिले एमंग 5। ठीक अछि, सी जणे ही बंची के रहिथिले, तांकर एडल्ट से हुड पर्यंत से जणे ही सर्वाइव करिथिले। तांकर दुई जण सिस्टर थिले आ दुई जण ब्रदर थिले। He was the most loved one in his family। तांको समस्त भल पाउथिले तांको फैमिली रे। तांको बापा रिटायर्ड करथिले केबे, रिटायर्ड करथिले से जने सुबेदार थिले। सुबेदार मीन सेठी होजी आर्मी ऑफिसर से जने थिले। ठीक अछि, थिले से कोन करथिले, आम्बेडकर वाज 2 इयर्स ओल्ड, जते बेले आम्बेडकर को 2 वर्ष हेतिला सेते बेले तांका बापा रिटायर्ड करथिले। क्लियर समस्ते? तांकर लाइफ स्केच कोन थिला ओवरऑल मु कहि देली ओडिया रे। यस मैम। ठीक अछि, देखंतो हिज एजुकेशन, तांकर एजुकेशन कोन थिला देखंतो। देखंतो हिज एजुकेशन कोन कहिसंदी। He has graduated from सॉरी पिला माने गोटे मिनिट पिला माने टिके मु देखंतो तांकर एजुकेशन कोन थिला। He has graduated from Elphinstone College। से एल्फिनस्टोन कॉलेज रो ग्रेजुएशन सारी थिले केबे 1912 रे। एमए करिथिले इकोनॉमिक्स रे फ्रॉम कोलंबिया यूनिवर्सिटी रे यूएस रो। इन 1915 रे से एमए कंप्लीट करथिले एंड आल्सो डिड हिज पीएचडी इन 1916 रे। तांकर पीएचडी कंप्लीट करथिले 1916 रे। He obtained DSc degree and was called to the bar in 1923। DSc degree माने कोन, डॉक्टर ऑफ साइंस, से डॉक्टर ऑफ साइंस करथिले। ठीक अछि, he was and was called to the bar in 1923।
ବାର in 19 ମାନେ ଏଠି ବାର ର ମିନିଂ ହଉଛି କଣ, ସିଏ ବାରିଷ୍ଟର ପଢିଥିଲେ, ଠିକ ଅଛି। ବାରିଷ୍ଟର ପଢିଥିଲେ ସେ। ଏକ୍ସାମ ପେପର ବି ଲାଇଫ ସ୍କେଚ୍ ଲେଖା ହବ। ହଁ, ଆପଣ ଯଦି ଚାହିଁବେ ଲେଖିପାରିବେ, କାହିଁକି ଲେଖିପାରିବେନି। ପ୍ରିୟା ରାଉତ ମ୍ୟୁଟ କରନ୍ତୁ। ବୁଝିପାରିଲେ ସମସ୍ତେ, ସେ ବାରିଷ୍ଟରୀ କରିଥିଲେ କେବେ 1923 ରେ, ଆଉ ଡେଟ୍ ଟା ହଉଛି କେତେ, ଏପ୍ରିଲ 28, ଠିକ ଅଛି। ଏପ୍ରିଲ 28 1923 ରେ ସେ ବାରିଷ୍ଟରୀ କରିଥିଲେ, ସେଥିପାଇଁ ଲେଖା ହେଇଛି ବାର ଇନ୍ 1923। ନେକ୍ସଟ ଦେଖନ୍ତୁ, ହିଜ ୱାର୍କସ୍, ସେ କଣ କାମ କରିଥିଲେ ଦେଖନ୍ତୁ। He wrote a thesis on ancient Indian trade। ସେ ancient Indian trade ଟାକୁ ମାନେ ancient Indian trade କୁ ଲେଖିଥିଲେ। sorry, he wrote a research paper entitled castes of India। entitled ମାନେ କଣ, entitled ମାନେ ଏନେ ଆମେ କଣ କହିପାରିବା, ଯୋଉଟା ଟ୍ରାଡିସନାଲ ସୋସିଆଲ ଷ୍ଟ୍ରକ୍ଚର ଆମର ରହୁଛି, ବହୁତ ସାରା କାଷ୍ଟ କୁ ଡିଭିଜନ କରୁଛି, ଠିକ ଅଛି। ଟ୍ରାଡିସନାଲି ଆମେ ବହୁତ ସାରା କାଷ୍ଟ କୁ ଡିଭିଜନ କରୁଛେ। ସ୍ପେସିଆଲି କାଷ୍ଟ ସେତେବେଳେ ଆସୁଥିଲା କଣ, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଏଇ ସବୁ କାଷ୍ଟ ଆସୁଥିଲା। ସେ ଏଇ ସବୁ ମାନେ କାଷ୍ଟ କୁ ଡିଫରେନ୍ସିଏଟ କରିବା ପାଇଁ ସେ କଣ କରିଥିଲେ, ଦେଖନ୍ତୁ ଆଗକୁ ସେ ପସନ୍ଦ କରିନଥିଲେ। in which he conclude that endogamous and intra-caste matrimony was the most important cause of perpetuation of the caste system in India। कौन कहिचंती, in which he conclude that endogamous माने तार मीनिंग होची कौन, गोटे होची जो मेंबर्स माने म्यारी करंती within the same caste, तार मीनिंग होची एंडोगेमस। आमे सेम कास्ट भितरे जो मैरिज टा होची तार टर्म टार ना होची एंडोगेमस, ठीक अछि। एई जिंसटा ही एंड इंट्रा कास्ट मैरिज, इंट्रा माने होची गोटे कास्ट भितरे, ठीक अछि। जो गोटे ब्राह्मण ही ब्राह्मण को मैरिज करबो, एटा होची इंट्रा कास्ट। जदि गोटे ब्राह्मण गोटे क्षत्रिय को मैरिज कला, सेटा होची इंटर कास्ट। बुझि परले समस्त इंट्रा और इंटर भितरे डिफरेंट टा कोन। इंट्रा कास्ट मैट्रिमोनी, हाँ ठीक अछि। Intra-caste matrimony was the most important cause of perpetuation of the caste system in India। perpetuation of the caste system माने कोन, गोटे perpetuation माने गोटे जिनसटे गोटे लॉन्ग टाइम धरि के कंटिन्यू हबा, लाइक गोटे आमे गोटे माइथ कहि परिबा, गोटे ट्रेडिशन कहि परिबा। एटा को आमे स्पेशली एठी गोटे बैड सिचुएशन बोली तांको मतरे से कहिचंदी, ठीक अछि। इंट्रा-कास्ट मैरिज सिस्टम रा माने इंट्रा-कास्ट मैट्रिमोनी सिस्टम जहा भी हमर रहिची, सेटा को तांको मतरे से गोटे बैड सिचुएशन बोली एठी डिटरमाइन करिचंदी। he lived a very disciplined and economic life and solved his scholarship money also for his family। गोटे डिसिप्लिन मैनर रे से बंचिया पई कि चेष्टा करूथिले, तांको इकोनॉमिक कंडीशन को मेंटेन करिया पई से जो स्कॉलरशिप पाउथिले, जो स्कॉलरशिप मनी से पाउथिले, तांको फैमिली को से मनीटा से हेल्प करूथिले। क्लियर समझते पर्यंत? यस मैम। नेक्स्ट देखंतु, his philosophy, metaphysics, epistemology, axiology। मो वॉइस क्लियर अछि समस्त को? यस मैम। मैम हाँ। मैम किछि सुबुनी, शुभस्मिता बारिक। मे भी आपनकर किछि नेटवर्क इश्यू थिबो, समस्त को क्लियर अछि ना? हाँ ठीक अछि, क्लास कंटिन्यू करिबा। ओ अच्छा अच्छा, ठीक अछि ठीक अछि। देखंतु हिज फिलोसफी, हाँ ऑल क्लियर चलिबा। चलो, मेटाफिजिक्स और रियलिटी, एपिस्टेमोलॉजी, एक्जियोलॉजी, ए तीनटा तक टर्म
फास्ट यूनिट रो जो आपनकर रहिछि नेचर स्कोप एइथिरे माने मो डिटेल्स रे कहिछि मेटाफिजिक्स एपिस्टेमोलॉजी मु आउथरे टिके कहि दोछि मेटाफिजिक्स रा माने होछि कोन गोटे रियलिटी और जोटा हमर सोसाइटी रे ऑलरेडी एक्जिस्टेंस माने एक्जिस्ट करूछि विथ ए पर्टिकुलर लॉजिक और गोटे रीजनिंग यूज करिके जहाँ आमे करूचे सेटा को आमे मेटाफिजिक्स कहिबा गोटे लॉजिक यूज करिके जो जिंसटा आमे करूचे गोटे जिनसटे करिया पछरे गोटे पर्टिकुलर लॉजिक थिबा दरकार गोटे रीजन थिबा दरकार जोटा कि माने रियलिटी हबा दरकार प्राकृतिक भाबरे आमे सेटा गोटे रियल लाइफ एग्जांपल जति आमे कहि परिबा रियलिटी थिबा दरकार से जिनसरे सोसाइटी रे सेटा एक्जिस्ट करथिबा दरकार सेही टर्म सेही जिनसरा माने होची कोन मेटाफिजिक्स और रियलिटी जोटा लिखा हिची एपिस्टेमोलॉजी रो माने कोन एपिस्टेमोलॉजी रो माने होची थ्योरी ऑफ नॉलेज क्लियर थ्योरी ऑफ नॉलेज माने होची कोन जोटा गोटे पर्टिकुलर मेथड थिबो गोटे वैलिड रीजन थिबो गोटे स्कोप दिया होथिबो माने गोटे बिलीफ को जस्टिफाई करूथिबो गोटे स्ट्रांग ओपिनियन थिबो एई सब जिंस को हम कोन कहबा एपिस्टेमोलॉजी बोली कहबा एक्जियोलॉजी रो माने कोन एक्जियोलॉजी रो होची थ्योरी ऑफ वैल्यू गोटे मूल्य गोटे माने गोटे वैल्यू रो थ्योरी टा को ही हमें कहबा एक्जियोलॉजी जोटा कि कोन करूथिबो से वैल्यू रो नेचर हैला तार टाइप्स हैला एई सब को डिटरमाइन करूथिबो तार मीनिंग होची एक्जियोलॉजी ओवरऑल टिके मो तीनटा जाक पॉइंट रो मीनिंग कहि देली आई होप समस्त बुझी पारथिबे Yes, ma'am. यस Yes, ma'am. देखंतु तांगर एम कोन थिला ह्यूमन लिबरेशन फ्रॉम सप्रेशन ह्यूमन लिबरेशन फ्रॉम सप्रेशन माने कोन गोटे फ्रीली लिविंग आमे जोटा कहि परिबा गोटे इंडिविजुअल को आमे गोटे पीपल को गोटे किंबा गोटे मनुष्य को आमे फ्रीली छाड़िबा ताको सेति की फ्रीडम दबा आउ से फ्रीडम रे गोटे लिमिट मध्य थिबा दरकार जेमिति आमे कहूचे आमे जहां भी करिबा आमे जहां भी करूचे सब जिंस रो गोटे लिमिट रहिबा दरकार सेही जिंस आमे फ्री दबा किंतु सब फ्रीडम रो गोटे लिमिट थिबा दरकार से सेटा को पोटेंशियल तारो वेल पोटेंशियल सहित से जिंसटा को करथिबा दरकार वेल बीइंग होथिबा दरकार ता माने होची कोन ह्यूमन लिबरेशन फ्रॉम द सप्रेशन बुझी परले समस्त ए टर्म टा सेकंड टर्म होची कोन सोशल एंड इंडिविजुअल एम सोशली आ इंडिविजुअली गोटे लोकर कोन एम हबा दरकार मोराल एम माने कोन मोराल माने कोन आमे चूज करबा कोटा राइट कोटा रॉन्ग ता माने होची मोराल एम मोराली आमे सेही जिंसटा चूज करबा आमे जो कामटा करूचे किंबा जहा करबा पई जाउचे सेटा केते दूर ठीक केते दूर भूल आमे जदि गोटे जिंसटे जण को कहूचे आमे केते दूर ठीक कहूचे केते दूर भूल कहूचे सेटा आमे निजे माने जानि परथबा दरकार देन कोन कहला डेवलपमेंट ऑफ रेशनैलिटी हमर रेशनैलिटी टा को माने हमर न्याचुरालिटी टा को हमें डेवलप करबा दरकार आमे जहां बिहेवियर देखौचे किबा जहां भी करूचे ताको हम भीतर आमे डेवलप आनिबा दरकार वोकेशनल एम कोन वोकेशनल एम माने होची गोटे पर्टिकुलर गोल प्रोवाइड करे गोटे इंडिविजुअल को गोटे स्पेसिफिक कैरियर पई हो किंबा गोटे स्पेसिफिक रीजन पई हो गोटे पर्टिकुलर गोल प्रोवाइड करे गोटे ह्यूमन को तार माने होची वोकेशनल एम प्रैक्टिकली गोटे स्किल थिबा दरकार प्रैक्टिकली गोटे नॉलेज थिबा दरकार जोटा कि गोटे वोकेशनल एम प्रोवाइड करिबो गोटे पिला को तार माने होची वोकेशनल एम प्रैक्टिकली जो जिंसटा को भाबुथिबो प्रैक्टिकली जो जिंसटा को से जानि पारुथिबा किंबा करि पारुथिबो गोटे स्पेसिफिक कैरियर को से चूज करि पारुथिबो गोटे स्पेसिफिक गोल को ताको प्रोवाइड करि पारुथिबो तार मीनिंग होची कोन वोकेशनल एम क्लियर सब जाको एम रो मीनिंग कोन यस मैम Yes, ma'am. नेक्स्ट हाँ ठीक अछि वेरी गुड नेक्स्ट छिबा गोटे टीचर रा रोल एटी कोन रहबे देखंतु टीचर प्ले ए वाइटल रोल व्हिच कैन नॉट बी सब्स्टिट्यूटेड बाय एनीथिंग एल्स जोटा कि आमे केबे भी रिप्लेस करिबा नाही गोटे टीचर रो रोल जहा रहिबो गोटे स्टूडेंट लाइफ रे गोटे टीचर रो रोल इज वेरी इंपोर्टेंट ठीक अछि आपण माने समस्त फील करथिबे आपण मानकर भी निजर जने जने फेवरेट टीचर थिबे तांको रोल टा आपण को लाइफ रे केते इंपोर्टेंट माने आपण सेटा बेटर जानि पारिथिबे ठीक अछि इटा किए गारोचंती एटा मते टिके कहिबे टिके एते थोर मना करिबा परे मध्य आपण माने
ଶୁଣୁ ନାହାନ୍ତି ଗୋଟେ କଥା ଏ ଜିନିଷଟା ବହୁତ ଡିଷ୍ଟର୍ବ କରୁଛି କ୍ଲାସ ରେ। ମୁଁ ଆପଣ ମାନଙ୍କୁ ଷ୍ଟାର୍ଟିଂ ରୁ କହିଛି ମୋର ଦେହ ଭଲ ନାହିଁ ତଥାପି ଆପଣଙ୍କ କ୍ଲାସ ମିସ୍ ନ ହଉ ମୁଁ ସେଥିପାଇଁ କ୍ଲାସ ଟା କରୁଛି ଆପଣ ମାନଙ୍କର। କାଇଣ୍ଡଲି ଟିକେ କୋଅପରେଟ କରନ୍ତୁ, ଟିକେ ସପୋର୍ଟ କରନ୍ତୁ, ମୁଁ ଯାହା କହୁଛି ଟିକେ ଶୁଣନ୍ତୁ। ଆପଣ ମାନେ ଶୁଣୁ ହିଁ ନାହାନ୍ତି। କିଏ ସେ ଗାରଉଛନ୍ତି ମତେ ଟିକେ କହିବେ କି? ସାମସଙ୍ଗ ସମଥିଙ୍ଗ କିଛି ଲେଖା ହେଇଛି। ଦେଖନ୍ତୁ ଗୋଟେ टीचर ର ରୋଲ ଗୋଟେ ଭାଇଟାଲ ରୋଲ ପ୍ଲେ କରେ टीचर, ଯୋଉଟା କି ଆମେ ସବଷ୍ଟିଚ୍ୟୁଟ କରିପାରିବାନି ଏନିଥିଙ୍ଗ ଏଲ୍ସ। ହି ଫେଲ୍ଡ ଦ टीचर शुड बी ए ट्रुथफुल। हेलो टीचर ଯାହା ବି କୁହନ୍ତି हेलो କୁହନ୍ତୁ, କେହି କିଛି କହିବା ପାଇଁ ଚାହୁଁଛନ୍ତି? मैम एम्स आउट के बुझंतो थरे କୋଉ ପଏଣ୍ଟ ଟା ପର୍ଟିକୁଲାର କହିବେ? ମୁଁ ସବୁ ଯାକ ପଏଣ୍ଟ ଏବେ ଡିଟେଲ୍ସ ରେ ବୁଝେଇଲି। आज्ञा फास्ट पॉइंट टा आउ जो 4 नंबर पॉइंट टा दीटा ହଁ ଶୁଣନ୍ତୁ, आज्ञा ହ୍ୟୁମାନ ଲିବରେସନ ଫ୍ରମ ସପ୍ରେସନ ର ମାନେ ହଉଛି ଆମେ ଫ୍ରିଲି ଗୋଟେ ଇଣ୍ଡିଭିଜୁଆଲ କୁ ଛାଡିବା ଦରକାର ଗୋଟେ ପର୍ଟିକୁଲାର କାମ କରିବା ପାଇଁ। ତାକୁ ସେତିକି ଫ୍ରିଡମ ଦବା ଦରକାର, ଜାଣିବା ଦରକାର ତାର ପୋଟେନସିଆଲ ଅଛି ସେ କାମ କରିବା ପାଇଁ, ସେ ୱେଲ ବିଙ୍ଗ ସେ କାମ କରିବା ପାଇଁ। ଆମେ ଫ୍ରିଡମ ଦବା ଦରକାର, କିନ୍ତୁ ସେଇ ଫ୍ରିଡମ ର ଗୋଟେ ପର୍ଟିକୁଲାର ଲିମିଟ ଥିବ। ସେଇ ଜିନିଷଟାକୁ ଆମେ କଣ କହିବା? ହ୍ୟୁମାନ ଲିବରେସନ ଫ୍ରମ ସପ୍ରେସନ ବୋଲି କହିବା। ସେ ଟର୍ମ ଟାକୁ ଆମେ ସେୟା କହିବା। ଠିକ ଅଛି। ଡେଭଲପମେଣ୍ଟ ଅଫ ରେସନାଲିଟି ମାନେ କଣ? ଆମେ ନ୍ୟାଚୁରାଲି ଯୋଉ ଜିନିଷଟାକୁ କରୁଛେ, ରେସନାଲି ଯୋଉ ଜିନିଷଟାକୁ ଆମେ ଭାବୁଛେ, ଠିକ ଅଛି, ପ୍ରାକ୍ଟିକାଲି ଯୋଉ ଜିନିଷଟାକୁ ଆମେ ଦେଖୁଛେ କିମ୍ବା ଯୋଉ ବିହେଭିୟର ଟାକୁ ଆମେ ଦେଖୁଛେ। ମୁଁ ଏବେ କୋଉ ୱେରେ ଆପଣମାନଙ୍କ ସାଙ୍ଗରେ କଥା ହଉଛି, ଆପଣ କୋଉ ୱେରେ ଆପଣ ମୋ ସାଙ୍ଗେ କଥା ହଉଛନ୍ତି। ଯଦି ସେଇଟା ଆମେ ଚାହିଁବା, ଆମେ ଭାବିବା କି ନାଇଁ ଆମର ୟାଥିରେ ଟିକେ ଡେଭଲପମେଣ୍ଟ ଆଣିବା ଦରକାର, ଆମେ ସେଥିରେ ଡେଭଲପମେଣ୍ଟ ଆଣିବା। सोसाइटी ଆମେ ବହୁତ ସାରା ଲୋକଙ୍କ ସାଙ୍ଗରେ ମିଶୁଛେ, ବହୁତ ସାରା ଭେରାଇଟି ଟାଇପ ଅଫ ପିପଲଙ୍କ ସାଙ୍ଗରେ ଆମେ ଆଟାଚ ହଉଛେ। ଆମେ ଜାଣିବା କି କୋଉ ଲୋକଙ୍କୁ ଆମେ କୋଉ ଟାଇପ ର ବିହେଭ କରିବା ଦରକାର। ଆପଣ ମାନେ ଆପଣମାନଙ୍କ ସାଙ୍ଗଙ୍କ ସାଙ୍ଗରେ ଯେମିତି କଥା ହଉଛନ୍ତି, ଆପଣ ମାନେ ଆପଣଙ୍କ ଟିଚରଙ୍କ ସାଙ୍ଗରେ ସେମିତି କଥା ହଉନାହାନ୍ତି। ବୁଝିପାରିଲେ? ଯଦି ଆପଣ ମାନେ ସେଇଥିରେ ଡେଭଲପମେଣ୍ଟ ଆଣୁଛନ୍ତି ତାହେଲେ ଆପଣ ମାନଙ୍କ ପାଇଁ ସେଟା ବେଟର, ଯୋଉଟା କି ଆମେ ରେସନାଲି ଆମ ଭିତରେ ସେଟା ଡେଭଲପ ଆଣିବା। ନ୍ୟାଚୁରାଲି କିମ୍ବା ପ୍ରାକ୍ଟିକାଲି ଯୋଉ ଡେଭଲପମେଣ୍ଟ ଆମ ନିଜ ଭିତରେ ଆଣିବା ସେଇଟାକୁ କୁହାଯାଏ ଡେଭଲପମେଣ୍ଟ ଅଫ ରେସନାଲିଟି। କ୍ଲିୟର? Yes, ma'am. ओके। Yes, ma'am. ଦେଖନ୍ତୁ टीचर ମୁଁ ପଢଉଥିଲି, he felt the teacher should be truthful। टीचर ମାନେ ଯାହା ବି କହୁଛନ୍ତି ସେଇଟା ସତ ବୋଲି ସେ ଫେଲ୍ କରନ୍ତି, ମାନେ ଫିଲ୍ କରନ୍ତି। the teacher should be a seeker of knowledge। ଯେ seeker of knowledge ମାନେ କଣ? ମାନେ ବହୁତ ସାରା ନଲେଜ ର ଅଧିକାରୀ ଯୋଉ ହେଇଥାନ୍ତି, ସେଇଟା ତାଙ୍କୁ ହିଁ ଆମେ ଗୁରୁ ବୋଲି କହିବା, ଅଦର ଟିଚର ବୋଲି କହିବା। should have authority on his area of subject। ମାନେ ଯଦି ଗୋଟେ ଜଣେ ଇଂଲିଶ ପଢଉଛନ୍ତି, ଜଣେ ଇଂଲିଶ ଟିଚର, ନିହାତି ଭାବରେ ସିଏ ଇଂଲିଶରେ ତାଙ୍କର ଅଥରିଟି ଅଛି, ଗୋଟେ ଗ୍ରେଟ୍ ଅଥରିଟି ଅଛି। ସେ ଭଲସେ ଇଂଲିଶ ଟାକୁ ବୁଝିଛନ୍ତି, ଆଉ ବୁଝିଛନ୍ତି ବୋଲି ସେ ଇଂଲିଶ ଟାକୁ ବେଟର ୱେରେ ପଢେଇ ପାରୁଛନ୍ତି ପିଲାଙ୍କୁ। ଠିକ ଅଛି, ବୁଝିପାରିଲେ ସମସ୍ତେ ଗୋଟେ ଟିଚର ରୋଲ କଣ ରହିବା ଦରକାର? ଆଜ୍ଞା Yes, ma'am. Thank you. ଓକେ। Yes, ma'am. मैम टीचर अंकर आउ किछ कोन रोल नाही, केवल पाठ पढाई रोल। ସାର୍ ଏଠି ଯାହା ବି ଲେଖା ହେଇଛି ମୁଁ ଆପଣମାନଙ୍କୁ ପଢଉଛି। ଟିଚରଙ୍କର ଗୋଟେ ଷ୍ଟୁଡେଣ୍ଟ ଲାଇଫରେ କଣ କଣ ରୋଲ ଥାଏ ଆପଣ ମତେ ନିଜେ କୁହନ୍ତୁ। ଆପଣଙ୍କ ଟିଚରଙ୍କର ଆପଣଙ୍କ ଲାଇଫରେ କଣ କଣ ରୋଲ ଥାଏ, ଆପଣ କଣ ଫିଲ୍ କରିଛନ୍ତି ମତେ କୁହନ୍ତୁ। ପେଡାଗୋଜିକାଲି ଥିଙ୍କ କରିକି ପେଡାଗୋଜିକାଲି ଜିନିଷଟାକୁ ଭାବିକି ମତେ କୁହନ୍ତୁ। ଟିଚର ସୁଡ ବି ଏ ଫ୍ରେଣ୍ଡ ଫର ଏଭ୍ରି ଷ୍ଟୁଡେଣ୍ଟସ। ଆପଣ ମାନେ ଜାଣିଛନ୍ତି ଟିଚର ମାନଙ୍କର ଗୋଟେ ଫ୍ରେଣ୍ଡଲି ବିହେଭିୟର ରହିବା ଦରକାର, ଯୋଉଟା କି ଆମେ ପେଡାଗୋଜିକାଲ ୱେରେ ଜାଣିବା। ଫିଲୋସଫିକାଲ ୱେରେ ଦେଖନ୍ତୁ, ସରି ଦେଖନ୍ତୁ, ବି ଆର୍ ଆମ୍ବେଦକରଙ୍କ ମତରେ ଗୋଟେ ଟିଚରର ରୋଲ କଣ ହବା ଦରକାର ସେ ସେତିକି ଲେଖିଛନ୍ତି, ମୁଁ ଆପଣମାନଙ୍କୁ ସେତିକି ବୁଝେଇଲି। ଗୋଟେ ଟିଚରର ରୋଲ ଗୋଟେ ଷ୍ଟୁଡେଣ୍ଟ ଲାଇଫରେ ଗୋଟେ ଭାଇଟାଲ ରୋଲ ପ୍ଲେ କରେ, ଯୋଉଟା କି ସେ ଫାଷ୍ଟ ଲେଖିଛନ୍ତି। ଟିଚର ପ୍ଲେସ୍ ଏ ଭାଇଟାଲ ରୋଲ, ଗୋଟେ ମୁଖ୍ୟ ଭୂମିକା ପ୍ରେଜେଣ୍ଟ କରନ୍ତି ଗୋଟେ ଟିଚର ଗୋଟେ ଷ୍ଟୁଡେଣ୍ଟ ଲାଇଫରେ। ନିହାତି ଭାବରେ ଆପଣଙ୍କ ଲାଇଫରେ ମଧ୍ୟ ଆପଣଙ୍କର କେହି ଜଣେ ଫେଭରାଇଟ ଟିଚର ଥିବେ, ଯାହାଠୁ କି ଆପଣ ଇନ୍ସପାୟାର ହେଇଥିବେ ଆପଣଙ୍କର ଲାଇଫରେ ପଢିବା କ୍ଷେତ୍ରରେ ହଉ, କିମ୍ବା ଗୋଟେ ଗୋଲ, ମାନେ ଆପଣ ଗୋଟେ ଗୋଲ ସେଟ୍ କରିଥିବେ, ଗୋଟେ ମୋଟିଭେଟ ହେଇଥିବେ, ବହୁତ ସାରା ଜିନିଷରେ ଆପଣ ମାନେ ଟିଚରଙ୍କ ସାଙ୍ଗରେ କନେକ୍ଟ ହେଇଥିବେ।
ସେଇଟା ଆପଣ ମାନେ ଗୋଟେ ଷ୍ଟୁଡେଣ୍ଟ ହିସାବରେ ବେଟର କହିପାରିବେ ଗୋଟେ टीचर ସାଙ୍ଗରେ ଆପଣ ମାନେ କୋଉ ଟାଇପ ର କନେକ୍ସନ ଆପଣ ମାନଙ୍କର ଅଛି ବୁଝିପାରିଲେ ସମସ୍ତେ ସିଏ ଏଇଠି କହିଛନ୍ତି ସିକର ଅଫ ନଲେଜ ବହୁତ ଗୁଡାଏ ନଲେଜ ର ଅଧିକାରୀ ହେଇଥାନ୍ତି ଗୋଟେ ସବଜେକ୍ଟ ଗୋଟେ टीचर ଯାହା ପଢଉଛନ୍ତି ସେଇଟା ତାଙ୍କ ଅଥରିଟି ଭିତରେ ଅଛି ସେ ସେଟାକୁ ଭଲସେ ପଢିଛନ୍ତି କିମ୍ବା ଭଲସେ ବୁଝିଛନ୍ତି ଠିକ ଅଛି ସେଥିରେ ସେ ମାଷ୍ଟରୀ ସେଥିପାଇଁ ସେ ପିଲାମାନଙ୍କୁ ବହୁତ ଭଲସେ ପଢେଇ ପାରୁଛନ୍ତି କ୍ଲିୟର ସମସ୍ତେ ଗୋଟେ टीचर ରୋଲ କଣ କହିବା ଦରକାର ଗୋଟେ ଷ୍ଟୁଡେଣ୍ଟ ଲାଇଫ ରେ ଆଜ୍ଞା ମ୍ୟାମ୍ Yes, ma'am. ହଁ ଯିଏ ପଚାରୁଥିଲେ ଯୋଉ ସାର୍ ଆପଣ ବୁଝିଲେ ହ୍ୟାଲୋ Yes, ma'am. Yes. ହଁ ମ୍ୟୁଟ କରନ୍ତୁ ସମସ୍ତେ ଟିକେ ଦେଖନ୍ତୁ କରିକୁଲम କଣ କହିଛି ହି ସଜେଷ୍ଟେଡ ୟୁଟିଲାରିଟି ସରି ୟୁଟାଲି ହି ସଜେଷ୍ଟେଡ ୟୁଟିଲିଟାରିଆନ କରିକୁଲम ୟୁଟିଲିଟାରିଆନ କରିକୁଲମ ର ମାନେ କଣ ଗୋଟେ ଏଜୁକେଶନାଲ ଆପ୍ରୋચ ସେଇଟା ଯୋଉଟା କି ପ୍ରିପେୟାର କରେ ଗୋଟେ ଷ୍ଟୁଡେଣ୍ଟ କୁ ଗୋଟେ ପ୍ରାକ୍ଟିକାଲି ଗୋଟେ ଜିନିଷଟେ ଭାବିବା ପାଇଁ ପ୍ରାକ୍ଟିକାଲିଟିଜ ଅଫ ଲାଇଫ ମାନେ ଜୀବନରେ ପ୍ରାକ୍ଟିକାଲି ତମେ କଣ କରିପାରିବ ଯେହେତୁ ଆମେ ଫିଲୋସଫି ବିଷୟରେ ପଢୁଛେ ସେଟା ଲାଇଫ ଆଉ ଏଜୁକେଶନାଲ ଲାଇଫ ଉପରେ ବେଶୀ ସେ ମାନେ ଫୋକସ କରିଛନ୍ତି ପ୍ରାକ୍ଟିକାଲିଟିଜ ଅଫ ଲାଇଫ ଆମେ କହିପାରିବା ଗୋଟେ ଏଜୁକେଶନାଲ ଆପ୍ରୋच ଯୋଉଟା କି ଗୋଟେ ଷ୍ଟୁଡେଣ୍ଟ କୁ ଫୋକସ କରିବା ପାଇଁ ଚେଷ୍ଟା କରେ ପ୍ରିପେୟାର କରେ ଗୋଟେ ଷ୍ଟୁଡେଣ୍ଟ କୁ ପ୍ରାକ୍ଟିକାଲି ଲାଇଫ ଟା କଣ ପ୍ରାକ୍ଟିକାଲି ଆମେ ଜିନିଷଟା କଣ ଆମର ଘଟୁଛି ସେଇ ଜିନିଷଟାକୁ ଆମେ କଣ କହିବା ୟୁଟିଲିଟାରିଆନ କରିକୁଲମ ବୋଲି କହିବା ଠିକ ଅଛି ହି ୱାଜ ଏଗେନଷ୍ଟ ଇଣ୍ଟ୍ରୋଡ୍ୟୁସିଂ he was against କରିକୁଲମ ର ଓଡିଆ ହଉଛି ଯୋଉଟା ପର୍ଟିକୁଲାର ଓଡିଆ ତ କେହି ଜାଣିଛନ୍ତି ଆକ୍ଚୁଆଲି ମୁଁ ପାଠ୍ୟକ୍ରମ ହଁ 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 ଠିକ 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 ପାଠ୍ୟକ୍ରମ କୋ କରିକୁଲାର ଆକ୍ଟିଭିଟିଜ ଆପଣ ମାନେ ଜାଣିଥିବେ କରିକୁଲାର କରିକୁଲମ ଠିକ ଅଛି ପାଠ୍ୟକ୍ରମ ତାର ଓଡିଆ ହଉଛି ସେଇଆ he was against introducing Charka in primary schools sorry which may deprive scheduled caste people of their curiosity Charka in primary school ମାନେ କଣ ସେ ଏଗେନଷ୍ଟ ରେ ଥିଲେ ମାନେ ଗୋଟେ କାଷ୍ଟ ୱାଇଜ ଇପ୍ସିତା ବାରିକ ପ୍ଲିଜ ସ୍କ୍ରିନରେ ଗାରନ୍ତୁ ନାହିଁ ଆପଣ ସେ ଯୋଉ ପେନ ର ଯୋଉ ସିମ୍ବଲ ଟା ଅଛି ସେଟା ୟୁଜ କାହିଁକି କରୁଛନ୍ତି ସେଟାକୁ ଟଚ୍ କାହିଁକି କରୁଛନ୍ତି ଆପଣ ମାନେ he was against introducing Charka in primary school Charka in primary school ମାନେ କଣ ଚାର୍କା ର ମିନିଂ ହଉଛି ଆମେ ଯୋଉ କାଷ୍ଟ ୱାଇଜ ପିଲାମାନଙ୍କୁ ଡିଭାଇଡ କରିଦଉଛେ କିମ୍ବା ଯାହାବି ତୋର ଏଇ କାଷ୍ଟ ତାର ସେଇ କାଷ୍ଟ ସେ ସିଡ୍ୟୁଲ କାଷ୍ଟ ସିଏ ଜଣେ ଭଲ କାଷ୍ଟ ର ସେଇ ଜିନିଷଟାକୁ ଆମେ କ୍ଲାସରୁମ ରେ କରିବା ନାହିଁ ଠିକ ଅଛି ତାଙ୍କ ମତରେ ସେଇଆ ଥିଲା ବି ଆର୍ ଆମ୍ବେଦକରଙ୍କ ମତରେ which may deprive scheduled caste people of their curiosity ଯୋଉଟା କି ତାଙ୍କୁ ଡିପ୍ରାଇଭ କରିବ ମାନେ କଣ ଡିମୋଟିଭେଟ କରିବ ଗୋଟେ ପିଲାକୁ ସିଡ୍ୟୁଲ କାଷ୍ଟ ବୋଲି ଆମେ ତାଙ୍କୁ ଯଦି କହିଦେବା ସିଡ୍ୟୁଲ କାଷ୍ଟ ମିନିଂ ଆପଣ ମାନେ ଜାଣିପାରୁଥିବେ ଯେ ଯଦି ସେଇଟାକୁ ଆମେ ଡିଫାଇନ କରିଦେବା ଗୋଟେ ପିଲାକୁ ସିଏ କଣ କରିବ ଡିପ୍ରାଇଭ ହେଇଯିବ ତାର ଯାହା ବି କ୍ୟୁରିଓସିଟି ଥିବ ଶିଖିବା ପାଇଁ ଯୋଉ ବି ଆଗ୍ରହ ପ୍ରକାଶ କରୁଥିବ ସେଇଟାରୁ ସିଏ ଡିପ୍ରାଇଭ ହେଇଯିବ କ୍ଲିୟର ତାଙ୍କର କରିକୁଲମ କଣ ଥିଲା Yes, ma'am. Yes, ma'am. ଦେଖନ୍ତୁ ଏଜୁକେସନ ଡ୍ୟୁରିଂ ଜୈନିଜିମରେ ତାଙ୍କର ଏଜୁକେସନ ସିଷ୍ଟମ ଟା କଣ ଥିଲା ଦେଖନ୍ତୁ Jainism is much more ancient faith than Buddhism general ठीक ଅଛି और ତୀର୍ଥାଙ୍କର୍ସ ମାନେ ଆମେ କଣ କହିବା ଯୋଉ ମାନେ ତୀର୍ଥ ମାନେ ଗୋଟେ ମାଇଥ ଆପଣ ମାନେ ଜାଣୁଥିବେ ମାନେ ବୁଝିପାରୁଥିବେ ତୀର୍ଥାଙ୍କର୍ସ ର ମାନେ କଣ
as the founder of Jainism 24 ପ୍ରକାର ତୀର୍ଥାଙ୍କର ଥିଲେ ଏଠି ମେ ବି ଲେଖା ହେଇଛି ହଁ there are 24 ତୀର୍ଥାଙ୍କର୍ସ in Jainism ରେ 24ଟା ପ୍ରକାର ତୀର୍ଥାଙ୍କର୍ସ ଥିଲେ ଠିକ ଅଛି ଯୋଉଟା କି ଆମେ କଣ କହିପାରିବା ସେ କଣ ଥିଲେ ସେ ମାନେ ଫାଉଣ୍ଡର ଥିଲେ ଜୈନିଜିମ ର ଫାଉଣ୍ଡର ଥିଲେ ତୀର୍ଥାଙ୍କର ମାନେ ଠିକ ଅଛି ଦେନ୍ କଣ କହିଲେ ऋषभनाथ was founder of Jainism ऋषभनाथ ହଉଛନ୍ତି ଜୈନିଜିମ ର ଫାଉଣ୍ଡର and first ତୀର୍ଥାଙ୍କର୍ସ ऋषभनाथ ହଉଛନ୍ତି ଯୋଉ 24 ଜଣ ତୀର୍ଥାଙ୍କର ଥିଲେ ऋषभनाथ ହଉଛନ୍ତି ଫାଷ୍ଟ ତୀର୍ଥାଙ୍କର ଠିକ ଅଛି ଜୈନିଜିମ ର ଫାଉଣ୍ଡର ସମସ୍ତେ ଫାଷ୍ଟ ତୀର୍ଥାଙ୍କର ହଉଛନ୍ତି ऋषभनाथ and he is the founder of Jainism ବୋଲି କୁହାଯାଉଛି ହ୍ୟାଲୋ ଠିକ ଅଛି ହଁ କୁହନ୍ତୁ ମ୍ୟାମ୍ 24 ପ୍ରକାର ତୀର୍ଥାଙ୍କର ଥିଲେ ନା 24 ଜଣ ତୀର୍ଥାଙ୍କର ଥିଲେ 24 ଜଣ 24 ଜଣ 24 ଜଣ ଥିଲେ ସେଇଟା ଆପଣ ଆଜ୍ଞା ଦେଖିପାରିବେ ଗୁଗୁଲ ରେ 24ଟା ଏମିତି ଅଛି ଆପଣ ଗୋଟେ ଇମେଜ ଦେଖିପାରିବେ ମୁଁ ଆକ୍ଚୁଆଲି ଦେଖେଇ ପାରୁନି ଆପଣଙ୍କୁ ଶୋ କରିପାରୁନି ଆପଣ ଆଜ୍ଞା ମାନେ ସେଟା ଆଉ ଗୋଟେ ଦେଖିପାରିବେ 24 ହଁ ଆଉ ଗୋଟେ କ୍ୱେଶ୍ଚନ 24 ଜଣ ଆପଣ ଥିଲେ କହିଲେ ଆଜ୍ଞା ଯୋଉ କହିଲେ ଫାଉଣ୍ଡର ତ ଜଣେ କେବଳ ଥିଲେ ଋଷଭନାଥ କିନ୍ତୁ ଏମାନେ ସମସ୍ତେ ଯୋଉ ତାଙ୍କର ପ୍ରଚାର ପ୍ରସାରରେ ତାଙ୍କର ସେମାନେ ହଁ 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 ଏକ୍ସାକ୍ଟଲି ଠିକ ଅଛି ଦେନ୍ କଣ କହିଲା ଦ ଲାଷ୍ଟ ତୀର୍ଥଙ୍କର ୱାଜ ବର୍ଦ୍ଧମାନ ମହାବୀର ଫାଷ୍ଟ ତୀର୍ଥଙ୍କର ଆମେ କାହାକୁ ଜାଣିଲେ ଋଷଭନାଥ ଥିଲେ ଫାଷ୍ଟ ତୀର୍ଥଙ୍କର ଲାଷ୍ଟ ତୀର୍ଥଙ୍କରଙ୍କ ନାଁ ହଉଛି ବର୍ଦ୍ଧମାନ ମହାବୀର ଠିକ ଅଛି ତାର ଏମ୍ କଣ ଥିଲା ଦେଖନ୍ତୁ ଜୈନିଜିମ ର liberalism is implied in Jaina's system of education. This system stresses social, economic, moral and spiritual aim of education. Liberalism माने कौन जो माने जो सिस्टम ता सोशल टिके म्यूट करंतु समस्ते କବିତା ବିଶ୍ୱାଳ ନା ମୁଁ म्यूट ऑल मार दଉଛି Liberalism is implied in Jaina system of education. The system liberalism system टा से system टा कोउथरे माने काहाको implies माने सॉरी कोउटा को से डिटरमाइन करूची जो सोशली इकोनॉमिकली मोराली स्पिरिचुअली एसो आपन माने बुझी पारुतबे इकोनॉमिकली हमें कोउटा को कहबा हमें इकोनॉमिक स्टेटस जोटा हमें कहबा फाइनेंशियली हैला सोशली त आपन माने बुझी पारुछनी मोराली म आपन माने कहिथिली मोराल रो मीनिंग होची चूज व्हाट माने कोटा रॉन्ग आ कोटा राइट स्पिरिचुअल थिंग आपण माने जानि पारुछंती ए सब जिंस को डिटरमाइन करूची कोन जैन सिस्टम टा देन करिकुलम कोन जैन करिकुलम इंक्लूड्स सोशल साइंस को से इंक्लूड करे नेचुरल साइंस को इंक्लूड करे मोरल एजुकेशन वोकेशनल एजुकेशन ए सब रो मीनिंग आपण मानको टिके पूर्वरु सब कहि सारिची यार मीनिंग सब कोन and various co-curricular activities and yoga exercise बहुत टाइप रो co-curricular activities को कौन करे माने सी एजुकेशन एजुकेशन सिस्टम रे से कहिसंदी बहुत सारा co-curricular activities रहिबा दरकार योगा और एक्सरसाइज मध्य गोटे एजुकेशन सिस्टम रे गोटे करिकुलम रे रहिबा दरकार देन आसला कोन मेथड्स ऑफ टीचिंग द सिस्टम एम्फासाइज्ड socialized technique experiments learning by doing coordination etc गोटे सोशलाइज टेक्निक रहिबा दरकार गोटे एजुकेशन सिस्टम रो ठीक अछि गोटे सोशलाइज टेक्निक माने कोन माने आमे रियल लाइफ रे जहा सब घटुची सोसाइटी रे जहा सब घटुची तार टेक्निक को नै कि तार टेक्निक को यूज करी कि आमे एजुकेशन सिस्टम टा को आउरी इजी करबा दरकार आउरी इंटरेस्टिंग करबा दरकार हमर क्लासरूम एनवायरनमेंट को किछटा एक्सपेरिमेंट करबा दरकार लर्निंग बाय डूइंग कोऑर्डिनेशन माने कोन आमे जो जिंसटा करी करी सिखिबा से जिंसटा आमे कहिबा लर्निंग बाय डूइंग प्रैक्टिकली गोटे कामटे करबा प्रैक्टिकली गोटे जिंसटा करी कि आमे सिखिबा सेटा को आमे कहिबा लर्निंग बाय डूइंग देन एटे टीचर को रोल कोन रहइबो इन जैनिज्म गुरुस आर कंसीडर्ड आज गॉड से गुरु को भगवान बोली मानंदी
ଜୈନଙ୍କର ଫିଲୋସଫିରେ ଜୈନିଜିମର ଫିଲୋସଫିରେ ସେ ଗୁରୁଙ୍କୁ ତାଙ୍କ ଭଗବାନ ବୋଲି ମାନନ୍ତି। ଡିସିପ୍ଲିନ, ସେଲ୍ଫ ଡିସିପ୍ଲିନ ଆଣ୍ଡ ସେଲ୍ଫ ରିଷ୍ଟ୍ରେଣ୍ଟ, ମାନେ ସେଲ୍ଫ ମାନେ ଆମେ ନିଜେ ନିଜେ ହିଁ ଡିସିପ୍ଲିନ ରହିବା, ସେଇ ଜିନିଷଟା ହିଁ ହଉଛି ଜୈନିଜିମ ଫିଲୋସଫିରେ ସେଇଟା କହିଛନ୍ତି। ଯଦି ଜଣେ ନିଜେ ଚାହିଁବ ସେ ନିଜେ ଡିସିପ୍ଲିନ ରହିପାରିବ। ମେରିଟ୍ସ କଣ? ଇଟ ଇଜ ହାଇଲି ଡିସିପ୍ଲିନ ଆଣ୍ଡ proposed value based education, ମାନେ ହାଇଲି ଡିସିପ୍ଲିନ ମ୍ୟାନର କୁ ସେ ମାନେ ବେଶୀ ଗୁରୁତ୍ୱ ଦେଇଛନ୍ତି। ଠିକ ଅଛି। ଭାଲ୍ୟୁ ବେସ୍ଡ ଏଜୁକେସନ ମାନେ ଯୋଉ ବି ଏଜୁକେସନ ଆମେ ଦବା କିମ୍ବା ଯାହାବି ଆମେ ଏଜୁକେସନ ଆମେ ଯାହାବି ପଢିବା ତାର ଭାଲ୍ୟୁ ରହିବା ଦରକାର, ତାର ଗୋଟେ ପର୍ଟିକୁଲାର ମୂଲ୍ୟ ରହିବା ଦରକାର। ଡିମେରିଟ୍ସ କଣ? ଇଟ ଇଜ ଗିଭେନ ମୋର ଏମ୍ଫାସିସ୍ ଅନ୍ ଡିସିପ୍ଲିନ, ଡିସିପ୍ଲିନ କୁ ବହୁତ ଗୁରୁତ୍ୱ ଦେଇ ଦେଇଛନ୍ତି, ସେଇଟା ମଧ୍ୟ ଡିମେରିଟ୍। ଆମେ ଡିସିପ୍ଲିନ କୁ ଗୁରୁତ୍ୱ ଦବା, ଏତେ ବି ଗୁରୁତ୍ୱ ଦବାନି ଯୋଉଥିପାଇଁ କି ଆମର କ୍ଲାସରୁମ ଟା ଆମର ପାସିଭ ହେଇଯିବ, ବୁଝିପାରୁଥିବେ। ଆମେ ସେତିକି, ସେମାନେ କଣ କରିଛନ୍ତି, ସେ ମୋର ଏମ୍ଫାସିସ୍ ଅନ୍ ଡିସିପ୍ଲିନ ହୁଇଚ୍ କ୍ୟାନ୍ ନଟ୍ ବି ପସିବଲ ଟୁ ପ୍ରାକ୍ଟିସ। ଯେତେବେଳେ ବି ପ୍ରାକ୍ଟିସ କରୁଛେ ଗୋଟେ ଜିନିଷଟେ ପ୍ରାକ୍ଟିକାଲ କରୁଛେ କିମ୍ବା ଗୋଟେ ଜିନିଷଟେ ପ୍ରାକ୍ଟିସ କରୁଛେ, ସେତେବେଳେ ଡିସିପ୍ଲିନ ରହିବ, କିନ୍ତୁ ଏତେ ବି ପସିବଲ ନୁହେଁ ଆମ ଭିତରେ ରଖିବାଟା, ସେଇଟା ଗୋଟେ ଡିମେରିଟ୍ ତାଙ୍କ ଥିଓରିରେ। ଠିକ ଅଛି। ଦେନ୍ ଦେଖିବା କଣ ଏଜୁକେସନ ଡ୍ୟୁରିଂ ବୁଦ୍ଧିଜୀବୀ ଆମେ ନେକ୍ସଟ କ୍ଲାସରେ ପଢିବା। ଠିକ ଅଛି। ଆଜିର କ୍ଲାସ ପାଇଁ ଏତିକି। ନେକ୍ସଟ କ୍ଲାସରେ ଆମେ ଏଇଟା ପଢିକି ଆମେ ଏଇ ୟୁନିଟ ଟାକୁ କମ୍ପ୍ଲିଟ କରିବା। ଥ୍ୟାଙ୍କ ୟୁ ଟୁ ଅଲ୍। କ୍ଲାସ ପାଇଁ ଏତିକି। ଆଜି ସମସ୍ତେ ବୁଝିପାରିଲେ। ନେକ୍ସଟ କ୍ଲାସରେ ଆମେ ବୁଦ୍ଧିଜୀବୀ ଟୁ କଣ୍ଟିନ୍ୟୁ କରିବା। ମ୍ୟାମ୍ ଗୋଟେ ଡାଉଟ୍ ଥିଲା ମ୍ୟାମ୍। କୁହନ୍ତୁ। ମ୍ୟାମ୍ ମୁଁ ପଚାରୁଥିଲି କି ଆମେ ଯେମିତି ନୋଟରେ ଯେମିତି ଲେଖା ହେଇଛି ସେଇ ହିସାବରେ ହିଁ ଏକ୍ସାମରେ ଲେଖିଲେ ହବ ନା ଆଉ କିଛି ଏକ୍ସଟ୍ରା ଆଡ୍ ହବ। କରିବାକୁ ଆପଣ ମାନେ ପଡିବ? ଆଡ୍ ବି କରିପାରିବେ। ଆପଣ ମାନେ କଣ, ଆପଣ ମାନେ ଓଡିଆରେ ବୁଝିଲେ ଜିନିଷଟା ଓନ୍ ଲାଙ୍ଗୁଏଜ ଦେଇକି ମଧ୍ୟ ଆପଣ ଆଡ୍ କରିପାରିବେ। ହ୍ୟାଣ୍ଡ ରିଟେନ୍ ନୋଟଟା ଆପଣଙ୍କୁ ଏଇଥିପାଇଁ ଦିଆଯାଇଛି କି ଆପଣଙ୍କର ଗୋଟେ ଓଭରଅଲ୍ ଆଇଡିଆ ଆସିଯିବ କି ଆପଣ ମାନେ ଏଇ ହେଡିଙ୍ଗ୍ସ ଦେବେ। ହେଡିଙ୍ଗ୍ସ ଆର୍ ଭେରି ଇମ୍ପୋର୍ଟାଣ୍ଟ ଇନ୍ ୟୋର ଏକ୍ସାମ। ଆପଣ ମାନେ ଜାଣିଛନ୍ତି ହେଡିଙ୍ଗ ଗୁଡା କେବେ ବି ମିସ୍ କରିବେନି, ସବୁ ହେଡିଙ୍ଗ ଗୁଡା ଦେବେ। ଯୋଉ ସବୁ ପଏଣ୍ଟସ ଗୁଡାକ ଅଛି ସେ ପଏଣ୍ଟସ ଗୁଡାକ ଆପଣ ମାନେ ମିସ୍ କରିବେନି। ଠିକ ଅଛି। ପଏଣ୍ଟସ ଗୁଡା ଭଲସେ ଲେଖିବେ, ହେଡିଙ୍ଗ ଦେବେ, ଆଉ ଆପଣ ମାନେ ଏଇ ନୋଟ୍ସ ଟା ପଢିଦେବେ। ଯଦି ଆପଣ ମାନେ ଯଦି ଚାହିଁବେ କିଛି ଏକ୍ସଟ୍ରା ଆପଣ ମାନେ ଆଡ୍ କରିକି ଓନ୍ ଲାଙ୍ଗୁଏଜରେ ଲେଖିବେ, ଦ୍ୟାଟ୍ସ ବେଟର। ଠିକ ଅଛି। ବଟ୍ ମ୍ୟାମ୍ ମାନେ ଏଇ ନୋଟ୍ସ ଟା ଯଦି ଲେଖିବୁ, ଜଣେ ପିଲା ଯଦି ଲେଖୁଛି ତାହେଲେ ମାନେ ଏଇଟା ଏନଫ୍ ନା ନାଇଁ ସେଟା ପଚାରୁଛି। ଏନଫ୍ ମିନ୍ସ ଆପଣ ଥୋଡି ନା ନୋଟ୍ସ ଘୋଷିକି ଯିବେ, ବୁଝିପାରୁଛନ୍ତି। ହଁ, ଆପଣ ମାନେ ନୋଟ୍ସ ରୁ ପଢିକି ଯିବେ। ଠିକ ଅଛି। ସବୁର ହେଡିଙ୍ଗ ରହିବ ନା? ହେଡିଙ୍ଗ ଗୁଡାକ ମାନେ ରଖିଦେଲେ ବେଟର, ଆପଣଙ୍କ ଏକ୍ସାମ ମାର୍କ ପାଇଁ। ପାରାଗ୍ରାଫ ୱାଇଜ ଲେଖିବୁ। ଆପଣ ଯେମିତି ଲେଖିଲେ ଚଳିବ, ପଏଣ୍ଟ ଟା ବେଶୀ ଆଟ୍ରାକ୍ଟିଭ ରହିବ। ଆଇ ଥିଙ୍କ ବୁକରେ ଯେମିତି ଦେଇଛି ତ ସେଠୁ ପଢିକି ନିଜେ ଆନାଲିସିସ୍ କରିକି ଲେଖିଲେ ତ ଚଳିବ ନା? ଆପଣ ମାନେ ଯେମିତି ଆପଣ ମାନଙ୍କ ଇଚ୍ଛା, ଆପଣ ମାନେ ଯେମିତି ବି ଲେଖିପାରିବେ ଏକ୍ସାମ ରେ। ଠିକ ଅଛି। ଆମେ ଗୋଟେ ଆଇଡିଆ ଦଉଛୁ, ଗୋଟେ ଜିନିଷ ଉପରେ ଗୋଟେ ବୁଝଉଛୁ। ଠିକ ଅଛି। ଆପଣ ମାନେ ବୁଝିଯିବେ ଜିନିଷଟାରେ, ଆପଣ ଜାଣିଦେବେ। ଆପଣ ଜୈନିଜିମ୍ ପଢିଲେ, ଜୈନିଜିମ୍ ରେ ଏଇ ଜିନିଷ କହିଛି, ଏଇ ପଏଣ୍ଟ କହିଛି। ଦେନ୍ ଆପଣ ମାନେ ବୁକ୍ ରୁ ରିଡିଙ୍ଗ କରନ୍ତୁ, ନୋଟ୍ସ ରୁ ରିଡିଙ୍ଗ କରନ୍ତୁ, କିମ୍ବା ଆପଣ ମାନେ ଏକ୍ସଟ୍ରା କିଛି ସୋର୍ସ ଅଛି ଯାହା ବି ଅଛି ଆପଣ ମାନେ ପଢନ୍ତୁ, ଆପଣ ଏକ୍ସାମ ରେ ଲେଖିବେ। ମ୍ୟାଡାମ ଟିକେ ଗୋଟେ କଥା ପଚାରିବାର ଅଛି ମ୍ୟାମ୍। ହଁ, ଟିକେ ଜଲ୍ଦି କୁହନ୍ତୁ ମ୍ୟାଡାମ। ମ୍ୟାଡାମ ମୋ ଭଏସ ଟିକେ ପଡି ଯାଇଛି। ମ୍ୟାମ୍ ହଁ, କୁହନ୍ତୁ। ଆମର ବିଟ୍ ର ସ୍କୋରିଂ ଟା କେତେ ରହିଲେ ମାନେ କ୍ୟାରିୟର ପାଇଁ ଭଲ? ଦେଖନ୍ତୁ ମ୍ୟାଡାମ, ଏସବୁ ଆପଣ ମାନେ ଯୋଉଠି ଆଡମିସନ କରିଛନ୍ତି ସେଠି ଟିକେ ଆପଣ ମାନେ ବୁଝିଦେଲେ ବେଟର। ମତେ ଏତେ ଠିକ ସବୁ ଅଛି ଜଣା ଠିକ ନାହିଁ। ଅଛି ଠିକ ଅଛି। ଠିକ ଅଛି ଆପଣ ଠିକ ମାନେ ଅଛି ମ୍ୟାମ୍। ବୁଝିଦେବେ। ହଁ, ଓକେ ଠିକ ମ୍ୟାମ୍। ଅଛି। ଥ୍ୟାଙ୍କ ୟୁ। ଓକେ ଗୁଡ୍ ନାଇଟ୍ ଟୁ ଅଲ୍। ଥ୍ୟାଙ୍କ ୟୁ ମ୍ୟାମ୍। ଗୁଡ୍ ନାଇଟ୍। ହଁ, ଗୁଡ୍ ନାଇଟ୍। ଥ୍ୟାଙ୍କ ୟୁ ମ୍ୟାମ୍।